ज्ञानतिमिरान्धस्य ज्ञानाञ्जनशलाकया चक्षुरुन्मीलितं येन तस्मै श्रीगुरवे नमः। नमः ॐ विष्णुपादाय कृष्णपृष्ठाय भूतले श्रीमते भक्तिवेदान्तस्वामिनीति नामिने। नमस्ते सरस्वती देवे गौरवाणी प्रचारिणे निर्विशेषशून्यवादी पाश्चात्यदेशतारिणे। जय श्री कृष्ण चैतन्य प्रभु नित्यानंद श्री अद्वैत गदाधर श्रीवासादि श्री गौरभक्तवृंद। हरे कृष्णा कृष्ण कृष्ण हरे हरे, हरे राम 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 हरे हरे। हरे कृष्ण। तो आज मते सेवा मिली कि मु आपण मानकर सम्मुख में किसी शिक्षा कहबी। शिक्षा जड़े उन्नत भक्त जी कि हनुमान जी तांको जीवन चरित्र केमती आम किछिटा शिक्षा आम माने उपलब्ध करवा सेटा को आम आम निजर जीवन में लगेले आम जीवनटा भी भक्तिमय हम। तो सहीटा प्रभु मत देइचंदी कहवाई। तो मु ए जो नोट्स प्रिपेयर करछि एटा मोर किछि दादरे मोर निज बुद्धि किछि लागिनी। सब आमर जे इस्कन वरिष्ठ माने ब्रह्मचारी माने अछंती तो सेमान ठारू भक्त माने अछंती तांको ठारू तांको लेक्चर प्रिपेयर हेछि। तो किछि कोन त्रुटि थिले मते क्षमा करिवे। तो आमे जानि जे तो एटा काहे कि कराहला काहे ना रिसेंटली आमे देखिछे हमर हरे कृष्ण रिसेंटली आम देखीचे आमर हनुमान जयंती गला। तो हनुमान जयंती जेतु गला तो से उपलक्षे लेक्चरटा आज आम प्रस्तुत करवा।
ତ ଏଠି ସମସ୍ତେ ଜାଣିଛନ୍ତି କି ହନୁମାନ କିଏ? ହନୁମାନ ମାନେ କାହା ଅଛପା ନୁହନ୍ତି, ସମସ୍ତେ ଜାଣିଛନ୍ତି ହନୁମାନ କିଏ। ଆଉ ସେ ହେଉଛନ୍ତି ପରମ ଭକ୍ତ କାହାଙ୍କର? ରାମଚନ୍ଦ୍ରଙ୍କର। ତ ଯେହେତୁ ଆମେ ବି ଭକ୍ତି କରୁଛେ, ତ ଆମ ଭକ୍ତି ଜୀବନରେ ବି ତାଙ୍କ ଆମେ ଆଉ ଗୋଟେ ଚେୟାର ଦେଇଦେବୁ ମନ ସାହେବ, ଆଉ ଗୋଟେ ଚେୟାର ଦେବୁ। ହଁ, ଆଉ ଗୋଟେ ଚେୟାର ଦେଇଦେବ। ତ ଆମେ ଯେଉଁ ଦିଜଣ ଯାକ ବସି ଯାଆନ୍ତୁ, ଦିଜଣ ଯାକ ବସି ଯାଆନ୍ତୁ। ତ ମାନେ ଆମେ ଯେହେତୁ ଭକ୍ତି କରୁଛେ, ତ ସେହେତୁ ଆମେ ବି ଜାଣିବା କଥା କି ଗୋଟେ ଭକ୍ତର ଜୀବନ ଚରିତ୍ରର କ'ଣ ହେବା ଦରକାର, କେମିତି ସେ ଭକ୍ତି କରିବା ଦରକାର, କ'ଣ ପରିସ୍ଥିତିରେ ସେ ଆସୁଛି, କିପରି ପରିସ୍ଥିତିରେ ବି ଆମେ ଭକ୍ତି କରିପାରିବା, ସେ ସବୁଯାକ ଆମେ ହନୁମାନଙ୍କର ଜୀବନ ଚରିତ୍ରରେ ଆମେ ଦେଖିପାରିବା। ତ ହନୁମାନ ଯେମିତି ଦିନେ ଦିନେ କ'ଣ ହେଇଛି ନା, ଆପଣ ତ ତାଙ୍କର ହନୁମାନଙ୍କ ଷ୍ଟୋରି ସବୁ ମାନେ ବାଲ୍ୟକାଳର ଷ୍ଟୋରି ଜାଣିଥିବେ। ହନୁମାନ ହେଉଛନ୍ତି ଅଞ୍ଜନା ଆଉ କେଶରୀ ନନ୍ଦନ କୁହନ୍ତି, ତାଙ୍କ ଦୁଇ ଜଣଙ୍କର ପୁତ୍ର। ଆଉ ବି ତାଙ୍କର ଅଲଗା ନାଁ କ'ଣ? ପବନ ପୁତ୍ର ହନୁମାନ କୁହନ୍ତି। କାହିଁକି? ସେ ପବନ ବାୟୁ ଦେବତାଙ୍କର ବି ପୁତ୍ର। ସେ ଷ୍ଟୋରି ଆପଣ ଜାଣିଛନ୍ତି କେମିତି ହେଲେ, ଜନ୍ମ ହେଲେ। ତାପରେ ସିଏ ରାମଚନ୍ଦ୍ରଙ୍କ ମେନଲି ଆମେ ହନୁମାନ ଯାଉ କ'ଣ, ସେ ହନୁମାନ ହେଉଛନ୍ତି ରାମଚନ୍ଦ୍ରଙ୍କର ବଡ଼ ଭକ୍ତ ବୋଲି ସେଇ ମାନେ ଉପେକ୍ଷାରେ ଆମେ ତାକୁ ଜାଣୁ। ତ ଦିନେ କ'ଣ ହେଇଛି, ଅଯୋଧ୍ୟାରେ ରାମ କ'ଣ ହେଲା ନା ମାନେ ବୁଲୁଛନ୍ତି, ସେଇଠୁ ଗୋଟେ ଲୋକ କ'ଣ କରୁଛି ନା, ସିଏ ହନୁମାନଙ୍କୁ ପୂଜା କରୁଛି, ହନୁମାନଙ୍କର ଚାଳିଶା ଗାଉଛି ଆଉ ତାଙ୍କ ନାଁ ନେଉଛି। ତ ରାମ କହିଲେ ଅଯୋଧ୍ୟା ତ ଏଇଟା ମୋର ନଗରୀ, ଆଉ ମୁଁ ତ ପ୍ରଭୁ ମାନେ ଭଗବାନ, ଆଉ ମୋର ଗୁଣଗାନ ନ କରି କ'ଣ ହନୁମାନଙ୍କର ମାନେ ଗୁଣଗାନକାରୀ କଲାଣି, ହନୁମାନ ଚାଳିଶା କ'ଣ ଗାଇଲାଣି। ସେ ଏମିତି ଭାବିକି ତାକୁ ଯାଇକି ପଚାରିଲେ ସେ ଲୋକକୁ। ତ ସେ ଲୋକ କହିଲା କି ଦେଖନ୍ତୁ ପ୍ରଭୁ, ଆପଣ ତ ଭଗବାନ, ନୋ ଡାଉଟ୍ ଆପଣ ଭଗବାନ, କିନ୍ତୁ ମୋତେ ହନୁମାନ ବେଶୀ ପସନ୍ଦ। ତ ସିଏ ଆଶ୍ଚର୍ଯ୍ୟ, କେମିତି ସମେତ ଭଗବାନଙ୍କ ପଛରେ ଦୌଡ଼ନ୍ତି, ଇଏ ହନୁମାନ ଭକ୍ତ ମାନେ ହନୁମାନଟାକୁ କାହିଁକି ଇଏ କରୁଛି? ମୋ ପାଖକୁ ତ ଯାହା ମାଗିବ ମୁଁ ସବୁ ଦେଇଦେବି, ମୁଁ ତ ରାଜା। ତ ମାନେ ହନୁମାନ ତମକୁ କାହିଁ ଏତେ ପସନ୍ଦ? ଏମିତି ପଚାରିଲାଠୁ ସେଇଠୁ ଆଉ ଥରେ ରାମଚନ୍ଦ୍ର କହିଲେ କି ଯଦି ଦୁଇଟା ଅପସନ୍ ମିଳିବ ତତେ, ମୋତେ ଚୁଜ୍ କରିବାକୁ କି ହନୁମାନ ଚୁଜ୍ କରିବାକୁ, କାହାକୁ ଚୁଜ୍ କରିବୁ? ତ ସିଏ କହିଲା ମୁଁ ହନୁମାନ ଚୁଜ୍ କରିବି। ପୁଣି ରାମଚନ୍ଦ୍ରକୁ ଆଶ୍ଚର୍ଯ୍ୟ ହେଇଗଲେ, କେମିତି ଭଗବାନଙ୍କୁ ଚୁଜ୍, ମୋତେ ରାଜା, ମୁଁ ସବୁ ଯୋଗାଡ଼ କରିପାରିବି, ସବୁ ଦେଇପାରିବି, ମୋତେ ଛାଡ଼ିକି ତୁ ହନୁମାନର କିଛି ନାହିଁ, ତାକୁ କେମିତି ଚୁଜ୍ କରୁଛୁ? ତାକୁ ପଚାରିଲେ ସେ ଗୋଟେ ଭଲ ଗୋଟେ ମାନେ ଉପମାଟେ ଦେଲା। ସେ କ'ଣ ଦେଲା କହିଲା କି ଦେଖନ୍ତୁ, ଆପଣ ଭଗବାନ, ଆପଣଙ୍କର ପାଦ ପଦ୍ମ, ଆପଣଙ୍କର ଆଖି ପଦ୍ମ ସବୁ ଆପଣ ମାନେ ଗୋଟେ ଫୁଲ ଭଳିଆ। ପଦ୍ମ ଫୁଲଠାରୁ ସବୁଠୁ ଶ୍ରେଷ୍ଠ କୋଉଟା? ପଦ୍ମ ଫୁଲ। ଦେଖିବାକୁ ବି ସୁନ୍ଦର, ଫ୍ରାଗ୍ରାନ୍ସ ବି ଭଲ। ଆଉ ତ ପଦ୍ମ ଫୁଲ, ତ ଆପଣ ପଦ୍ମ ଫୁଲ, କିନ୍ତୁ ସେ ପଦ୍ମ ଫୁଲର ୟୁଜ୍ କ'ଣ ହେବ? ଯଦି ହନି ବି ମଧୁମକ୍ଷୀ ସିଏ ଯାଇକି ସେ କଳାଟା ଜାଣିଛି, ସେ ମାନେ ଫୁଲରୁ ମାନେ କ'ଣ ମଧୁଟା କେମିତି ବାହାର କରିବା, ଆମେ ବାହାର କରିପାରିବାନି। ତ ସ୍ଲୋ କରିଦେ ଟିକେ। ତ ଏଠି ଯେଉଁ ମାନେ ଫୁଲର ମେନ୍ ଜିନିଷଟା କ'ଣ, ତା ଯେଉଁ ହନିଟା, ସେ ମଧୁଟା ମାନେ ଫୁଲରୁ ବାହାର କରିବା ଟେକ୍ନିକ୍ ଜାଣିଛି କିଏ? ଉପାୟ ଜାଣିଛି କିଏ? ଭ୍ରମର। ତ ସେମିତି ମାନେ ସିଏ କମ୍ପେୟାର କଲା କି ରାମଚନ୍ଦ୍ର ହେଉଛନ୍ତି, ଠିକ୍ ଅଛି ଓକେ, ରାମଚନ୍ଦ୍ର ହେଉଛନ୍ତି ପଦ୍ମଫୁଲ, ଆଉ ହନୁମାନ ହେଉଛନ୍ତି କ'ଣ? ସେ ଭ୍ରମର, ସେ ଯାଇକି ତାଙ୍କର ରସଟା ମାନେ ରାମଲୀଳା, ୱିଦାଉଟ୍ ଭଗବାନ, ୱିଦାଉଟ୍ ଭକ୍ତଙ୍କ ବିନା ଭଗବାନ କାହା ସାଙ୍ଗେ ଲୀଳା କରିବେ? ଆଉ ଲୀଳା, ଏଇ ଯେଉଁ ହନି ଆମେ କହୁଛୁ ଆମ ମଧୁଟା, ସେ ମଧୁଟା କ'ଣ? ସେ ମଧୁଟା ହେଉଛି ଲୀଳା, ଭଗବାନଙ୍କର ଲୀଳାଟା। ତ ଭଗବାନଙ୍କ ଲୀଳାରେ ଯଦି ଭକ୍ତ ନ ରହିଲେ ତାହେଲେ ମଜା ଆସିବନି। ଯେମିତି ଏବେ ଧର ଆମେ ହିରଣ୍ୟକଶିପୁ ଯେଉଁ ଆମର ନରସିଂହଦେବକୁ ଆମେ ମନେ ପକାଉଛେ, ଏବେ ଗାଇଲେ ତାଙ୍କ ଆରତୀ, କାହିଁକି ନରସିଂହଦେବକୁ ମନେ ପକାନ୍ତି କି ନରସିଂହଦେବ ଆସିଥାନ୍ତେ କାହିଁକି? ଭକ୍ତ ପାଇଁ ଆସିଲେ, ବୁଝିପାରିଲେ? ପ୍ରହ୍ଲାଦ ସେମିତି ନାରାୟଣ
नारायण को कहीं आम ओम नमो भगवते वासुदेवाय से मंत्रटा कहीं मन पड़ता जदि ध्रुव को से ध्रुव जदि से मंत्र न कही था आम कौन जानते मैंने एत इंपोर्टेंस देना कि जेहेतु ध्रुव से मंत्र पढ़ी माने चैंटिंग करी से भगवान को पाई तो आम से मंत्र इंपोर्टेंस आसला कि आम जानिले हाँ नारायण को पाइबार अच्छे ध्रुव भाया करा पड़ो। तो आप भागवतम देखिए जिते भी इंस्टान्स अच्छी जिते भी स्टोरी अच्छी सबुथिरे माने भक्त अच्छा बोलिकी से जो लीलाटा परफॉर्म होगी भगवान को ग्लोरिफिकेशनटा हो भगवान का महानता केमी आसो भक्त को सी साहाय्य कले कौ प्रकार माने कठिन परिस्थिति साहाय्य कले से आम भगवान जो गुणटा आम गान करुचे। मम्मी मत कहला कहले ये कौन मुझे कहली भागवतम पढ़ुच ना सी कहला हाँ भागवतम पढ़ुची जे भागवतम तो कहूँ कृष्ण विषय अच्छे कहीं कृष्ण विषय तो किसी ना ये तो दशम स्कंद कृष्ण विषय खाली लिखाई आ बाकी 1 ରୁ 9 तो किसी ना मु कहले बाकी 1 ରୁ 9 जो अच्छी से भक्त भगवान को रूप में आसिक केमी भक्त को उद्धार कर लीलाटा अच्छी सेटा तो मेन रसटा आ खाली गोवर्धन लीला केमती छोटू बड़ हो गले केमती मारले असुर सेटा भी लीला कि सेठी पहुँचा गले आमको जाना पड़ो जो 1 ରୁ 9 स्कंद जाना पड़ो कि भगवान किए ना आमको आम कौन कृष्ण गोटे नॉर्मल लोक भाया नहीं जावा सेटा। तो सेमती सी गोटे स्टोरी कहला तो ये आम जापा कि भक्तर इंपोर्टेंस केते भगवान लाइफ रे भगवान भी चाहती ये जो देखो जड़े भगवान सी जदि आम जड़े बसवा आम जड़े को एंजॉय कर कि मु एकला बसिली ये आउ कहीं न था आपण मुझे एंजॉय कर पारि कि कौट सुख पाई था मो सांग मैंने अच्छा प्रभु मैंने अच्छा आपण मैंने आसुँच कि आउ धर आउ प्रभुजी मैंने आसुँच कथबार्ता सागे आम कौन ये आसिक सेवा करुचे यहाँ सब कलाठू ही आमको एंजॉयमेंटा मिलूँ मिलूँ भक्तिर रसटा आम आस्वादन करुचे सेमती भगवान भी एकला एकला करें कि भक्ति रस आस्वादन करदे कि ना से भगवान कहते ना भगवान भी भक्त को माने सी भी चाहती कि भक्त मैंने आसिक मो संगे लीला करूँ। तो भक्तर बहुत इंपोर्टेंस अच्छी आ भर केते अनेक महान भक्त होती जमी दास्य रसरे सबुठ प्रोमिनेंट होती हनुमान 5 प्रकार रसरु दास्य रसरे सबुठ प्रोमिनेंट होती हनुमान साक्ष्य रसरे अर्जुन एम सब अच्छा है। तो आम ए देखा तो हनुमान विषय देखा माने आम कथा कहू जा माने बहुत किसी कहीपर किंतु आमर ए फोकस आम रहा लेसन्स फ्रॉम हनुमान हनुमान चरित्र कौन आम माने लेसन्सटा कौन शिक्षाटा बाहर कर जोटा कि आम लाइफ रे ये करें। तो तापाई गोटे आम स्टोरीटा देखा धीरे धीरे गोटे माने गोटे स्टोरीटा जाऊँगी से स्टोरी रू धीरे धीरे आम काढ़ा कौन 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 आम शिखिपर। तो से स्टोरीटा कौन हो जिते बड़े माने सुग्रीव पठेदेले क्या हनुमान को अंगद को एम समस्त को कि तुम जाओ साउथ इंडियान रे सेठी जाइए सीता ठाब कर से पर स्टोरीटा स्टार्ट हम बुझिपारे। तो सबुआड़े पठेदेले ना 4टा टीम कले किए सुग्रीव 4 दिशा पठेले कि जाओ सीता माता खोज कर आसो तांको ठाब कर आनबू। तो से साउथ को पठेले तो साउथ क्या पठेले जाम्बवान कहीं जिते माने एमाने देखीते कि गोटे विमानटा जाऊला साउथ आड़ को श्रीलंकार अच्छी आम इंडिया साउथ रे से तो सेठी बड़ बड़ लोक मान पठेले जमती हनुमान अंगद हाँ तापर नल नील जाम्बवान एमान समस्त को पठाला। सेठी जाई कौन होइछ ना चाली 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 अंगद पूरा थकी गले अंगद को लीडर कर पठाई से थकी गले सब बानर मान थकी गले हेडू जाइए से कौन है ना गोटे आमर गुंफारे कौन होइछ ना से बसी पशिगले कहले टी ये खरा हो गुंफार जा पशिकी रेस्ट नवा हेटू रेस्ट ने कौन है ना से गोटे स्वयं प्रभा बोलिकी गोटे भल सुंदर झीटे आसिले आसला से पचारे कहले आपण मैंने कौटू कौन आसुँच से सब कहले आम सीतामाता को रामचंद्र आदेश देकी आसचु सीतामाता खोजापी आउ टे चली चली थकी गलुँ ये रेस्ट विश्राम नौ नौ भारी भल लगे बढ़िया मान ठंडा पवन बोची भल खाया पीवा सी देले स्वयं प्रभा हेटे एमाने भाविले कहले एते तो खोजी खोजी आसिलुनु किछि मिलुनी सीता ठाब आ गले तो सुग्रीव आमको पिटिबे हे तुम सीता को न आनी केमती पळेल जाओ आउ थे खोज आमती खोजी खोजी मिलूनी कौन करवा ये ना रही रही आ कड़े जानी आमती मनोभाव सी रखिले किंतु कौन है माने एठी जितेबाला
हरे कृष्ण मत चेयर दरकार कि तले बस ओके चेयर दरकार देखिए अच्छी हाँ तो से कौन है ସେଇଠୁ ଯେତେବେଳେ ଅଙ୍ଗଦ ପୁରା ଥକିକି ବସି ଯାଇଛନ୍ତି ପୁରା ହତାଶ ହେଇକି ବସି ଯାଇଛନ୍ତି ଆଉ କ'ଣ କରିବା ଆଉ କୁଆଡ଼େ ଯିବା ନ ଯିବା କିଛି ବୁଝିପାରୁନାହାନ୍ତି ସେତେବେଳେ କ'ଣ ହେଲା ନା ଆମର ହନୁମାନ କ'ଣ କଲେ ନା ସିଏ ତାଙ୍କୁ ଗୋଟେ ମାନେ ଭଲ ଜୋସିଲା ୱାର୍ଡ଼ ଗୁଡ଼ା କହିଲେ ମାନେ ଯେମିତି ତାକୁ ମୋଟିଭେଟ୍ କରିବାକୁ କ'ଣ କହିଲେ କହିଲେ ଦେଖ ତମେ ଲିଡର ତମକୁ ଲିଡର କରି ପଠା ହେଇଛି ଆଉ ତମେ ଯଦି ବସିଯିବ अलग लोक मैंने केंदी सी भी बसजे सी लीडर जब बलवान ना जमी आर्मी रे फाइटिंग कर जाऊे आर्मी रे लीडर माने जो कमांडर अच्छी सी ऑर्डर देला माने जोश रे समझ फाइटिंग कर सी यदि बसीगला हम कि तीर्थराज प्रभु सी बसीगले हाँ आ कौन कर संडे खरा होते हिट वेव आ कौन कर संडे प्रोग्राम था आम आ कौन जीवु कि हाँ प्रभु ठीक अच्छे ठीक कथा कौच करा ताली देकी बस जा कि नाई सी उठिकी सी आसिक नाई नाई संडे प्रोग्राम करवा जिते कष्ट हो पछे घर जा मार्केटिंग करी प्लानिंग करी आम मैंने भी पछे बानर सेना भाया चलैचु तो लीडर रोलटा बहुत इंपोर्टाट से बुझेले सी बुझेले हेटू सी से जोश बढ़ला तापर आउट कौन करते अंगद कौन करते ना अंगद जमी देखूँ आप गोटे कम देवे से कमटा आप बहुत उत्साह बाहर बाहर है कि ट्राए बहुत कर सक्सेसफुल होनी बहुत कर चेष्टा कर सक्सेसफुल होनी आप किसी टाइम पर गोटे फ्रस्ट्रेशन आसो हे कौन कौन गोटे कम देले प्रभु किसी होनी आ गले तो सियाड़े पुणी गाड़ी देवे एमती आम कौन कर जी आमको कम देती गाड़ी दौचे बुझे ना नहीं हे प्रभु कौन कहले जो ये धनंजय के रोसे एत आइटम कहीं कर तो पार्नु सही पार्नु एत आइटम खरा गरम में कौन एत कर प्रभु टे कम करूँ नाई 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 प्रचार दरकार सी भी ठीक कथा कहते प्रचार लोक एत भल भल आइटम खाइले आटलिस्ट आप्रिशिएट करेंगे ना इसको भल खाया दौरान से स्वीकृतिटा बढ़ो कि आमर कौन आम कष्ट पड़ू खरारे कहीपरनु सीनियर सही प्रभु हौ देखा प्रभु टे कम कर ये कर बुझे सेमती तो आम गाड़ी दौचु गाड़ी तो नहीं माने ये करूँ चिड़ुचु तो सेमती अंगद कौन कले ना सुग्रीव कहले हे कौन गोटे पठेले एठिकी माने जदि माने न खोजिलु ताले मलु आदि पछुक पड़े भी सी पिटे माने आउ थे पठा कहे कौन करूँ तो सी ब्लेम कले सीनियर लीडर को जी ब्लेम कले किंतु सीनियर जी सुग्रीव सी कौ मुड रे पठे देखा कथा सी तुमको सेवा दे गोटे पठे क्या सेवा पुणी भगवान को सेवा तो ये आम गोटे शिक्षा मिलूँ कौन कि जिते बड़े भी आम माने किसी आमको सेवाटा मिली एमती ना सब बेले आम सक्सेस पाइबा सेवारे सब बेले सक्सेस पाइबा बिना कष्ट बिना किसी परिश्रम सब सक्सेस हो ना सेटा हेनी के तो कष्ट आसो है तो भगवान आमको कौन देखिए ना भगवान देखिए कि ए लोकटा केते परिश्रम करुच्ची केते चेष्टा करुच्ची से कामटा को सारिया धर फॉर एग्जांपल आमको ए दिहला गोटे गोटे कार्य दिहला धर एति दीटा पेटी दिहला तुमको 3 दिन दिहला धर प्रभु तुमको 3 दिन दिहला जाइए दीटा पेटी गीता बांटिक आस तुमको कौन ये खरारे एत हिट हुए माने छुट्टी हो गलानी स्कूल आमको कौन कहते जा बांटिया किंतु से कष्ट जाइए कष्ट ठिया जाइए बांटे धर इनकेस 3 दिन पर गोटे पेटी सरला आ गोटे पेटी सरलानी किंतु फिर भी सेटा आम फेल भावानी हाँ ये फेल हो गला 2 पेटी दिया 2 पेटी गीता दे पारानी ना भगवान से देखिए भगवान देखिए कौन केते एफर्ट देछि केते कष्ट करिछि केते चेष्टा करिछि मते पालन करने भगवान सक्सेस देखते क्या आम जानी भगवान जानते आंकर एत कैपेसिटी नहीं ए माने सक्सेस माने गोटे कामटा को सक्सेसफुली काम करदेवे किंतु ये केते चेष्टा करुछि केते भितर तार इच्छा अच्छे तुम्हें भगवान को आउटे ना हूँ कौन भावग्राही से भावटा देखिए आ भावटा कौन ये सेवार भावटा कौन हाँ दिखाई सेंटर संगे तो कनेक्ट अच्छी हो प्रभु डाकिले हो जीवा हली मुलिकी जीवा जमी तर तर कर कौन करी पकई पकई दे तरकारी पलि आस ना कि हाँ अरे मार्केटिंग आज धर घनश्याम को पठाला मार्केटिंग घनश्याम जा हे चिड़चिड़ हो स्कूटी दियो मत जा गोटे माने कौन से पर्ची जो आम जो लिखाई थो लिस्ट दे पकई देगी मुझे आसि सन्ध्या बेलू गला तू रेडी कर रखी था सी तारे कौन पकेला कौन नाई से ओजन से पैसा से किसी देखियार ना धरी पलैला एटा ठीक सेवा कला कि नाई तार भगवान देखिए कौन आर सेवा कर इच्छा ना खाली जेमी सेमती खाली कहते
खायार इच्छा थी ये भगवान भोग लगे मार ताली उठा थाली है सेमती टाइप्र तो सेटा भगवान देखिए ये भोग जो लगौची तार खायार इच्छा अच्छी ना मत खाया देवा इच्छा अच्छे बुझिपारे तो सहीटा हूँ कथा तो भगवान सहीटा देखिए भावग्राही से भावटा देखिए ये सेवा कर तार भावटा अच्छी ना नहीं ठीक अच्छे ता कैपेसिटी अनुसार से कर न कर जमी आप शुणी गोटे भल एग्जांपलटा जो आमर रामचंद्र बनाऊे सेतु हनुमान एडे बड़ बड़ पत्थर आनी पकईकि ये करते हेतु गुंडुची मुछा सी ता लेवल देखिकी जाकि पानी में बुड़ेकी जाकि बाली गोड़े जा झाड़ूला हेड हनुमान कहले तू उठी जा एठू मो पादर तले आसो तो चटनी करदेवी किंतु भगवान कौन देखिले देख हनुमान कौन देखिले सी देखिले कहले हे ये मु एडे बड़ पत्थर उठाऊँगी ये एड़िकी एति कौन काम करुँच कौन फायदा किंतु भगवान कौन कले भगवान आनिक देखिले कौन हनुमान तमें जमती मोर सेवक सी भी सेमती मोर सेवक साइज देखनी कैपेसिटी देखनी तुमको से कैपेसिटी मिली तुम से कैपेसिटी काम कर आउ तार साइज जी अच्छी कैपेसिटी जी अच्छी सी सार काम कर आउ भी कोई कथा कहली जमी फॉर एग्जांपल आम ए खाली इटा रखी 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 पलैया घर हो कि इटा मझे आम सीमेंटा दौचे ना बांधापी सेमती पत्थर तुम बड़ बड़ पकई पकड़ल कि बांधापी मझे बाली दरकार से कम सी कर तो निज निज कैपेसिटी नहीं आम सेवाटा करवा भगवान देखिए कि हाँ ये तो बहुत काम कला तू कौन काम कलु ना ना भगवान भाव कहे ता कैपेसिटी जी भावटा कौन अच्छे एमती गोटे दिन कौन हो प्रभुपाद गोटे बहुत प्रिय शिष्य थे तमाल कृष्ण गोस्वामी महाराज सी माने कहते कहुए कि इस्कन रे जिते जहाँ प्रोब्लेम हम माने लास्ट आउ कहीं संभाली पारे जो तार प्रभुपाद डाक तमाल कृष्ण महाराज एत दक्ष था सब सिचुएसन टाक भलसे हैंडल करदे हेटू दिने कौन ना जड़े आउ जड़े प्रभु सी आसिले सी भल बुक डिस्ट्रीब्यूशन कर 500 खंडे बुक डिस्ट्रीब्यूशन कर आसिले है हाँ हाँ 500 खंडे बुक डिस्ट्रीब्यूशन कर आसिले प्रभुपाद को पैसा देले जी इनकम होता प्रभुपाद भारी खुशी है बहुत आप्रिशिएट कले कहले हाँ ना बढ़िया कर 5 बुक बहुत बुक कल एत बही वितरण कल जो तमाल कृष्ण महाराज आसिले सी आठू अनेक अधिक गुण बही बांटिक आसते माने गोटे 1000 केते 1000 पार कि जो सी जाणी से लक्ष्मीटा पैसाटा देले प्रभुपाद को कहला कि प्रभुपाद मुझे एत बुक डिस्ट्रीब्यूशन कर फॉर एग्जांपल धरत 2000 बुक डिस्ट्रीब्यूशन कर प्रभुपाद कौन एति खाली कल हेटू सी जो कहले कहले कौन प्रभुपाद सी 500 बही डिस्ट्रीब्यूशन कले मु 2000 कली आपण कौन एति मत कहते हाँ बढ़िया कल बहुत कल तो सी कहले कैपेसिटी से में हो पारे कि तुम कैपेसिटी से नुहे तुम कैपेसिटी आहरी अधिक तुम आउ चाहिए आउ कर से कैपेसिटी देखिकी सेवाटा हुए सेटा तापर से कौन है जिते हाँ आउ गोटे कौन है ये जो निंदाटा सी कले क्या सुग्रीव को किए अंगद कले हे कहीं बेकार पठेले आम तो था एत कष्ट आम आसिक शिवा माने एक्चुअली इच्छा थी आसिक सीता को खोजा किंतु जो थकारे से चिटी तो सेमती हेल्ले असुविधा कौन है सी जो यही कथा गोटे माने कहीदेले आगे न कहले भी किंतु जो मन में भावनाटा आसीगला से कौन गोटे अपराध होगा गोटे बड़ निंदा करदे सी तो ये आम कौन शिक्षा दरकार कि जी सेवा दौची सी ता निज सेवाई दौनी सी भगवान सेवाई दौची जदि आम कर न पारुचे सेटा तो आम जापर कि प्रभु आउ माने मु एति सेवा कर पारुनी मत एति दियो कि मत सेवाटा चेंज कर दियो मु करी बुझिपारे यहाँ कहीपर आम कि जब चिड़चिड़ राउ 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 हवा मन इच्छा न माने करवा आ खाली गाड़ी पोषुवा ताले कौन हम गोटे अपराध हो है पर निंदा कले से कौन अंगदर होपलेस हो गले आउ माने होप 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 आसला माने मोटिवेशन किसी मिललानी है तो से बसीगले सेठू कि जो हनुमान जो देले कौन भल कथा माने जोशिला कथा कहले कहले तुम आसीच कौन तो हनुमान आउ गोटे क्वालिटी कौन ये सब सी रामंकर इंस्ट्रक्शन को मन रखी राम जहाँ कहीकि पठे हनुमान तुम मुदी नियो जीव सीता को ये भेट मुदी दब आ मत मैंने कहीकि आसो आश्वासन देकी आसो कि मु आसबि नापाई तो से जिनसटा हनुमान केबे भूल ना तो आमर एठू कौन शिक्षा पाइबा हनुमान ठारू कि जो परिस्थिति भी हो जो सेवा मिलू आमको आम सब मन रखा पड़ो कि सेवाटा आम भगवान करुचे गुरु कृष्णकर प्रीति विधान करुचे आम
ତା ଦେହରେ ଯେତେ କଷ୍ଟ ଆସୁ ଯେତେ ବାଧାବିଘ୍ନ ଆସୁ ଆମେ କ'ଣ କରିବା କଥା ହସି ହସି ତାକୁ କରିବା ଦରକାର। ହଁ ତ ସେଇଟା ଯୋଶିଲା ଯେତେବେଳେ କଥା କହିଲେ ତାପରେ ସେ ଜୋସ୍ଟା ଆସିଲା କେମିତି ତାଙ୍କୁ ଟେକ୍ନିକ୍ କହିଲେ। ଆମେ କହିଲେ ଆପଣ କହିବେ ପ୍ରଭୁ ଆପଣ ତ କହିଲେ ଜୋସ୍ ବଢ଼େଇଲେ, ଜୋସ୍ଟା କେମିତି ବଢ଼ିବ? ଗୋଟେ ଆମେ ସେବା କରିବା ଜୋସ୍ଟା ବଢ଼ିବ କେମିତି? ଦେଖନ୍ତୁ ଏବେ ଆମେ ବେଶୀ ଆମର ଦେଖନ୍ତୁ ପ୍ରସାଦ ଆମର ଇସ୍କନ କ'ଣ କ'ଣ ଅଛି? ପ୍ରସାଦ ଅଛି, ଆରତି ଅଛି, ଆଉ କଥା ଅଛି, ଆମେ ପଢ଼ୁଛେ, ବୁକ୍ ପଢ଼ୁଛେ, ଯାତ୍ରା କରୁଛେ, କୀର୍ତ୍ତନ କରୁଛେ, କିନ୍ତୁ ସବୁଠୁ ବେଶୀ ଜୋସ୍ଟା କେଉଁଠୁ ଆସେ? କେଉଁ ଟାଇମ୍ରେ ଜୋସ୍ଟା ଆସିବ? ପୁରା ଏନ୍ଥୁସିଆଜମ୍ ହେଇଯିବା କୀର୍ତ୍ତନ ଟାଇମ୍ରେ। ନଗର କୀର୍ତ୍ତନ ଯାଇଥିଲେ ଦେଖିବେ କି କୀର୍ତ୍ତନ ଟାଇମ୍ରେ ପୁରା ଯେତେବେଳେ ମୃଦଙ୍ଗ ବାଜିବ ପୁରା ଜୋସ୍ଟା ଆସିଯିବ। ତ କୀର୍ତ୍ତନଟା କ'ଣ ହେଉଛି କି? ଏଠି ହରିନାମ ନିଆ ହେଉଛି, ଭଗବାନଙ୍କର ସଂକୀର୍ତ୍ତନ ହେଉଛି, ଭଗବାନଙ୍କର ନାମଟା ନିଆ ହେଉଛି। ତ ଜୋସ୍ଟା ଆସିବ କେତେବେଳେ? ଯେତେବେଳେ ଆମେ ଭଗବାନଙ୍କର ନାଁଟା ନେବା। ସେଠୁ ସେ ସେତେବେଳେ ତାଙ୍କୁ କହିଲେ ସବୁବେଳେ ମାନେ କ'ଣ ରାମଙ୍କର ଅର୍ଡ଼ର ମାନେ ଇନଷ୍ଟ୍ରକ୍ସନ୍ ଫଲୋ କର, ମାଇଣ୍ଡରେ ରଖ କି କ'ଣ କେଉଁଥିପାଇଁ ଆସିଥିଲ ତମେ, କେଉଁଥିପାଇଁ ଆସିଥିଲ? ଆଇଥିଲ କ'ଣ ସୀତାଙ୍କୁ ଠାବ କରିବାକୁ, ଆଉ ଏବେ କରୁଛ କ'ଣ? ବସିଯାଇଛ, ଆଉ ଯିବୁନି ବୋଲି କହୁଛ ନା। ଆଉ ତାପରେ ଜୋସ୍ଟା କେମିତି ବଢ଼େଇଲେ କି ନାମ ନିଅ, ଜୟ ଶ୍ରୀରାମ କୁହନ୍ତୁ, ଜୟ ଶ୍ରୀରାମ, ଜୟ ଶ୍ରୀରାମ, ଜୟ ଶ୍ରୀରାମ, ଏମିତି କହି 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 ଜୋସ୍ଟା ବଢ଼ିଲା ତାଙ୍କର। ଜୟ ଶ୍ରୀରାମ, ଜୟ ଶ୍ରୀରାମ କହି କହି ଉଠିଲେ ସବୁ। ସେଇଠୁ ମାନେ ଏଇଠୁ ଆମେ କ'ଣ ଶିଖୁଛେ କି ହନୁମାନ ଗୋଟେ ଗୁରୁଙ୍କ ଭଳିଆ ଆସିଲେ, ଆସିକିରି ଯେଉଁ ବଦ୍ଧ ଜୀବ କିଏ ରିପ୍ରେଜେଣ୍ଟ କରୁଛନ୍ତି? ଅଙ୍ଗଦ। ଆମେ ବସିଯାଇଛେ, ଭଗବାନଙ୍କର କିଛି ଉତ୍ସବ କରୁନେ, ଉତ୍ସବଟା କଲେ ହିଁ ତ ଉତ୍ସାହଟା ବଢ଼ିବ, ବୁଝିପାରିଲେ? ଉତ୍ସବ କେଉଁଠି ହେଉନି, ଆମେ ବସିଛେ ଖାଲି ଟିଭି ଦେଖୁଛେ, ମୋବାଇଲ ଖେଞ୍ଚୁଛେ। ଆଜିକାଲି ତ ମୋବାଇଲ ତ ପୁରା ସମସ୍ତଙ୍କୁ ପୁରା ମାନେ ଇଏ କରିଦେଲାଣି, କାବୁ କରିଦେଲାଣି। ତ ଏନ୍ ଯେଉଁ କରୁଛେ ଆମର କ'ଣ ହେଉଛି ନା ଆମେ ଭଗବାନଙ୍କର ନାମ ଠାରୁ ଦୂରେ ଦୂରେ ଯାଉଛେ। ତ ଗୁରୁ ଜଣେ ଆସିବେ, ଶୁଦ୍ଧ ଗୁରୁ, ଶୁଦ୍ଧ ସାଧୁ ଯିଏ ଆସିବେ, ସିଏ କହିବେ ନାଇଁ ହରିନାମ କର, ହରିନାମ ଦୀକ୍ଷା ଦେବେ ଆମକୁ, ହରିନାମ କର, ଭଗବାନଙ୍କ ନାମ ସଂକୀର୍ତ୍ତନ କର, ଏଠିକି ଯାଅ, କ'ଣ ନଗର କୀର୍ତ୍ତନ ଯାଅ, ସଂକୀର୍ତ୍ତନ କର। ତାହେଲେ କ'ଣ ହେବ ନା ଆମର ଜୋସ୍ଟା ବଢ଼ିବ। ତ ଏଠି ଆମର ଗୁରୁ ରୂପ ମାନେ ହନୁମାନଟା ଗୁରୁ ରୂପରେ ଆସିକିରି ତାଙ୍କୁ ଅଙ୍ଗଦଙ୍କର ଜୋସ୍ଟା ବଢ଼େଇଲେ। ତାପରେ ଆମେ ଯିବା, ଯେତେବେଳେ ଅଙ୍ଗଦ ଜୋସ୍ଟା ବଢ଼ିଲା, ସେଠୁ ଅଙ୍ଗଦ କ'ଣ ଦେଖନ୍ତୁ ହରିନାମ ନେଲେ, ସିଏ ଭଗବାନଙ୍କ ନାଁ ନେଲା ପରେ ତାଙ୍କ ବ୍ରେନ୍ରେ ଗୋଟେ ଜିନିଷ ଷ୍ଟ୍ରାଇକ୍ କଲା। କ'ଣ କଲା? କହିଲେ ଠିକ୍ ଅଛି, ଆମେ ତ ଏତେ ଖାଲି ବୁଲିଲେ ଗୋଟେ ଏବେ ଗୋଟେ ମାନେ କ'ଣ ଗୋଟେ ଟ୍ୟାକ୍ଟିକ୍ସ ୟୁଜ୍ କରିବା, ଗୋଟେ ପ୍ଲାନ୍ଟେ ବନେଇବା, କେମିତି ଆମେ ମାତା ସୀତାଙ୍କୁ ଠାବ କରିବା। ତ ସେଇଟା ଭାବିବାକୁ ଗଲେ ସିଏ ଯେହେତୁ ମାନେ ଛୋଟ ଥିଲେ, ୟଙ୍ଗ ଥିଲେ, ତ ଏତେ ତାଙ୍କ ମାଇଣ୍ଡରେ ଆସୁନଥିଲା। ସେଠି ସିଏ କ'ଣ କଲେ? କହିଲେ ଆମେ ଜାମ୍ବବାନଙ୍କୁ ପଚାରିବା, ତାଙ୍କ ପରାମର୍ଶ ନେବା। କାହିଁକି? ଏଠି ଗୋଟେ ଶିକ୍ଷା ଅଛି, ଜାମ୍ବବାନ ହେଉଛନ୍ତି ସବୁଠୁ ବରିଷ୍ଠ ବୟସରେ ବି ବରିଷ୍ଠ ପ୍ଲସ୍ ବୁଦ୍ଧିରେ ବି ବରିଷ୍ଠ, ସେମାନେ ଏକ୍ସପିରିଏନ୍ସରେ ବରିଷ୍ଠ। ତ ତାଙ୍କଠୁ ଆମେ ଶିକ୍ଷାଟା ମାନେ ତାଙ୍କଠୁ ଆମେ ତାଙ୍କୁ ପଚାରିବା କି କେମିତି ଆମେ ଠାବ କରିପାରିବା, କି କିଏ ଠାବ କରିପାରିବ, କିଏ କାହାର କାପାସିଟି ଅଛି ଯାଇକି ଇଏ କରିପାରିବ। ତ ଜାମ୍ବମାନ ସେଠି ଆମେ ଏଇଠୁ କ'ଣ ଶିକ୍ଷା ନେବା କି ଯେତିକି ଆମମାନଙ୍କ ଭିତରେ ଯିଏ ସିନିୟର ଅଛନ୍ତି, ସିନିୟର ଭକ୍ତ, ସେଥିପାଇଁ କାହିଁକି ଆମେ ଯିଏ ସିନିୟର ଭକ୍ତ ଆସୁଛନ୍ତି, ସୁବୋଧ ପ୍ରଭୁ ବୋଲେ, ଧନଞ୍ଜୟ ପ୍ରଭୁ, ଏମାନେ ସିନିୟର ଭକ୍ତ, କାହିଁକି ଆମେ ତାଙ୍କ କଥା ଶୁଣୁଛେ? କାହିଁକି? ସେମାନେ ବହୁତ ଶାସ୍ତ୍ର ଅଧ୍ୟୟନ କରିଛନ୍ତି, ବହୁତ ଲୋକଙ୍କୁ ଦେଖିଛନ୍ତି, ବହୁତ ମାନେ ଶ୍ରବଣ କରିଛନ୍ତି। ତ ସେମାନେ ଯେଉଁ କଥା ଗୁଡ଼ା କହିବେ ମେ ବି ଆମେ ଅଲଗା କେଉଁଠି ଶୁଣି ନ ପାରୁଥିବା, କିନ୍ତୁ ତାଙ୍କର ଏକ୍ସପିରିଏନ୍ସ ଯେଉଁ କଥାଟା କହିବେ ଯେଉଁଟାକି ଆମକୁ ବାଜିବ। ତ ସେଥିପାଇଁ ବରିଷ୍ଠ ଯିଏ ଅଛନ୍ତି ତାଙ୍କୁ କେବେ ବି ଆମେ ଅବମାନନା କରିବାନି, କି ଭାବିବା କଥା ନୁହେଁ ହେ ଆଙ୍କ କଥାଟା ଏତେ ମଜା ଆସୁନି, ମନ ଲାଗେନି, ଏ ପ୍ରଭୁ ଖାଲି ଖାଲି ଇନଫର୍ମେସନ୍ ଦେଇ ଦେଉଛନ୍ତି, ଗଦେ ଗଦେ ଇନଫର୍ମେସନ୍ ଆମ ମୁଣ୍ଡରୁ ଉପରକୁ ପଳାଉଛି, ବାଉନ୍ସ ହେଇଯାଉଛି। ଆସେନି? କିନ୍ତୁ ଦେଖନ୍ତୁ ଏବେ ଧର ଆମ କଲେଜରେ କ'ଣ ହୁଏ, ଆମେ ଦ୍ୱିପହରେ ଖାଇକି ଯାଉ, ସେ ସାର୍ ନୋ ଡାଉଟ୍ କଲେଜରେ ଆମର ପ୍ରଫେସର ଅଛନ୍ତି, ମାନେ ତାଙ୍କର ବୁଦ୍ଧି ବହୁତ ଥିବ, ପାଠ ବହୁତ ଜାଣିଛନ୍ତି, କିନ୍ତୁ ତାଙ୍କ ପଢ଼େଇବା ଟେକ୍ନିକ୍ଟା ଟିକେ ମାନେ ଏତେ ମଜାକିଆ ନାହିଁ। ଇଏ ଆମକୁ କ'ଣ ନିଦ ମାଡ଼େ, ଆମେ ଲାଷ୍ଟକୁ ପଳଉ, ଲାଷ୍ଟକୁ ଯାଇକି ସେଠି ଏସି ଲାଗିଥାଏ, ଆମେ ବିଟେକ୍ ଟାଇମ୍ କଥା କହୁଛି, ଆରାମରେ ସେଠି ଆଖି ମାନେ ଖାଲି ଧୋଳେଇ ହେଉଥିବୁ, ଖାଲି ଏମିତି ବହିଟାକୁ ଇଏ କରି କଷ୍ଟେ ମଷ୍ଟେ ଖାଲି ଷ୍ଟ୍ରଗଲ୍ ଚାଲିଥିବ, ଖାଲି କେମିତି କି ଆଖିଟା କେମିତି ମାନେ ଓପେନ୍ କରିଥିବ ବୋଲି କଷ୍ଟେ ମଷ୍ଟେ ଏମିତି ଦେଖିକି ଇଏ କରିବୁ। ସିଏ ବି ଜାଣିପାରୁଥିବେ, ସିଏ କିଛି କହିପାରୁନାହାନ୍ତି, ଆମେ କିଛି କହିପାରୁନୁ, ଆମେ ତାଙ୍କୁ ମୁହଁ ଦେଖିବୁ, ସିଏ ତାଙ୍କୁ ମୁହଁ ଦେଖିବୁ, ସେ ଜାଣିପାରୁଥିବେ। ତ ସେଇଟା ତା ମାନେ ନୁହେଁ କି ତାଙ୍କର ବୁଦ୍ଧି ନାହିଁ, ତାଙ୍କର ବୁଦ୍ଧି ଅଛି, ନହେଲେ ସେ ଏତେ ବଡ଼ ଭଲ ଗଭର୍ଣ୍ଣମେଣ୍ଟ କଲେଜରେ, ରାଧା ବୃନ୍ଦାବନ ଚନ୍ଦ୍ର ଭଗବାନ କି ଜୟ,
से गवर्नमेंट कॉलेज पाई था कि ना हेटू किंतु कौन है किंतु डिलीवरीटा टी स्लो कि मान नुहे आम आम कौन आम हेतु आम जान नु आम सब कहीदेव हे सार्टा बाग पढ़ौन यहाँ कि आसेनि किसी आसेनि सी गोटे एडे एक्सपीरियंस लोक सी आसिक एडे बड़ गवर्नमेंट कॉलेज पाई ना जानी कि समस्त डिलीवरी अलग अलग थाए समस्त कहबार माने प्रेजेंटेशनटा अलग अलग थाए किए मजा किए वार्ड में कहे जमी आप देखिए अमोक लीला प्रभु आम जन अच्छा हाँ सी पूरा बढ़िया स्टोरी पूरा मजाक हिसाब से कहे मजा लगे शुणा आउ कि कौन पूरा तत्व जिन देदेवे देले कौन आम शुणा भल लगे तो धर किए कौ धर प्रभु आसुँच से खाली तत्व जिन गुड़ा दौरान खाली माने कौन आमर सीरीयस पूरा कहते है तो मे भी क्या भल लगी पारे क्या माने जी नुआ नुआ भक्त हाँ टिके मजा मसलिस करते भल होता खाली तत्व गुड़ा दे सेमिति भाविकी आमको माने ये करिया कथा नुहे कि हे ये प्रभु कि जानना प्रभु लेक्चरटा बाग लगुनि किंतु प्रभु कहते कौन ताका मुंडर कहते कि सी जहाँ शास्त्र पढ़ी प्रभुपाद बही पढ़ी से ही कहते तो सेठी आमको एक्सपीरियंस लोकंकर आमे माने अवमान न करी तांको कथाटा शुणिया दरकार सेठू कौन है तापरे आउ जाम्बवान से कौन है जाम्बवान को पचारे जाम्बवान को माने कहले कि जाम्बवान आउ आपण ही सबुठू एठी अंगद कहले आपण ही सबुठू एठी माने कौन वरिष्ठ अछंती आपण बहुत पावरफुल हाँ बहुत शक्तिशाली तो आपण ये जो आमे आसिले लंका पाखे पहुँचले माने जो कौन समुद्र कूल पहुँचले आपण लंघी जापर आपण ही जापर सी कहले देख मु एते कैपेसिटी मोर अच्छी मु मेरु पर्वत को माने घोरी 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 गोटे 100 थर घोरी भी आसी पारि गोटे जंप रे मो कैपेसिटी अच्छी कि मुझे बुढ़ा हो गले सी कहले मुझे बुढ़ा हो गले मो गोड़ हाथ जॉइंट पेन है हाँ मु आखि की देखा जाऊनी मु कौट जंप मारि कौट से पानी कदे पड़ी हाँ तो तापर जदि मु जाऊँगी जंप मारिकी भी सेठी गले तो मु जानी आम जो पाकिस्तान बॉर्डर पार कर जाऊे आम जानी दुश्मन अच्छा हाँ तार कौन आम से गले भी आम से फाइटिंग करा पड़ो फाइटिंग करी धर फॉर एग्जांपल गोटे रेस्क्यू अच्छी ये जो अभिनंदन मन अच्छी ना अभिनंदन जो माने पायलट आमर पड़ी जाता पाकिस्तान रे ताकू थर रेस्क्यू कर जाते उद्धार करिया आम इंडियन मिलिट्री जाइथा आर्मी से पशिकी फाइटिंग करी पाकिस्तान आर्मी सहित ताकू उद्धार कर आई था केते बड़ टास्कटा केते बड़ कार्य को नहीं सेमती जाम्बवान कहले जदि मु पहुँची भी गली गोटे जंप मारिक लंका सेठी जाइकी पुणी ठाब करी ठाब करी पुणी आणला बेलू मो फाइटिंग करिया पड़ो एत सब कर आणला बेलू मो बुढ़ा लोक मोर कैपेसिटी ना कहले सी तो सेठू कौन है ना सी कौन कहले कहले ठीक अच्छी पचारे आउ किए आम टीम अच्छा जी कैपेसिटी अच्छी जाइए कर सेठू सी कहले जड़े अच्छी सी होती हनुमान कहले तो ये आम कौन शिक्षा मिलला ये जाम्बवान कौन कले ना वर्कटा को डेलीगेट कले माने कामटा को नुआ भक्त को देले माने जमती माने आमे कौन बुझे यहाँ कि जे सीनियर भक्त थी सब काम मुझे पकेबी दियो मु क्या आउ देवी कारण ताकू देले सी ठीक ठाक करनी भूलभाल करदे तो मुझे करदेवी हम कि चलो कि यदि सी से प्रभु धर गोटे प्रभु आसिले सी रोसई कले आज धर फॉर एग्जांपल तीर्थराज प्रभु रोसई कले सी क्लास दे था सी कीर्तन करते सब करते हो पार कि ना हाँ महाप्रभु भी खुशी हमें जदि आम समस्त को एंगेज करो गोटे माने सेवारे बुझिपारे समस्त को एंगेज करो हाँ जमी माने गोटे उदाहरण मन पड़ुची माने आप बुझुवे माने जमी संकीर्तन संकीर्तन कहीं कले महाप्रभु संकीर्तन कहीं तो कही घरे घरे बस जप कर ना संकीर्तन कले आम सब लोक एंगेज कर इभेन इफ धर आम तो ये जो नगर संकीर्तन कर जाऊे से लोक माने किसी कहतु न कहतु आटलिस्ट कान तो बाजुची सी न चाहतु भी किंतु एयर रे जाइए कान रे पशुची सेटा भी गोटे कौन है एंगेजमेंट है आटलिस्ट श्रवण कला से भगवान का नाटा किए किए एमती मुझे देखी जाऊे घर आसिक मुंडिया मारे से स्वीकृति मिलला सेटा भी एंगेज है से मुंडिया मारे भगवान को गौरनीता जाऊँ मुंडिया मारे तो ये भगवान को खुशी हमें संकीर्तन ये कराइला कि समस्त को आने समस्त को सेवार नियुक्ति करने तो सीनियर भक्तर यही माने दायित्व कि सी कौन करेंगे ना सी ऊपर रही मैनेज करी समस्त भक्त जमी सेवा पातु कि ना कि सी माने प्लान करेंगे सी
ସେମିତି ତ ଯେମିତି ଜାମ୍ବବାନ ଯେମିତି ସିନିୟର ଭକ୍ତ ଥିଲେ ମାନେ ଆମେ ଭାବିବା ସିନିୟର ସିଏ ନୂଆ ଏନର୍ଜେଟିକ୍ ଲୋକମାନଙ୍କୁ ଦେଲେ। କାରଣ ଦେଖନ୍ତୁ ଆମ ଇସ୍କନ ମାନେ ଏଇଟା ମୁଭମେଣ୍ଟ, ଏଇଟା ଗୋଟେ ମୁଭମେଣ୍ଟ ମାନେ ଚାଲୁଛି। ତ ଆ ଦେହରେ ଖାଲି ଯଦି ଏତିକି ନା ଆମର ଏତିକି ଲୋକ ହେଇଗଲା ସରିଲା, ଆମେ ଆଉ କିଛି ଦରକାର ନାହିଁ, ଆମେ ଏତିକିରେ ଚଲେଇବୁ, ନା ନା ନା, ଆମେ ସମସ୍ତଙ୍କୁ ଯୋଡ଼ିବାର ଅଛି। ଯେଉଁ ନୂଆ ନୂଆ ଭକ୍ତ ଆସୁଛନ୍ତି ତାଙ୍କର ଉତ୍ସାହ ବଢ଼େଇବା ପାଇଁ, ତାଙ୍କର ଉତ୍ସାହ ଥିବ, ୟଙ୍ଗ ପିଲାଙ୍କର ଉତ୍ସାହ, ତାଙ୍କ କାମ ଦରକାର, ତାଙ୍କୁ ଆକ୍ଟିଭ, ସେମାନେ ଆକ୍ଟିଭ, ସେମାନେ ବସିପାରିବେନି, କାମ ଦରକାର, ତ ଦିଅ, ସେବା ଦିଅ, ଚାଲ ନଗର ସଙ୍ଗୀତନ ଚାଲ, ମୃଦଙ୍ଗ ଶିଖ ବଜାଅ, ରୋଷେଇରେ ଚାଲ, କଟିଂ କର, ହଁ ମାର୍କେଟିଂ କର, ଡ୍ୟାନ୍ସ କର, ଏସବୁ କଲେ ହିଁ ତାଙ୍କୁ ଭକ୍ତିରେ ରୁଚିଟା ବଢ଼ିବ, ତାଙ୍କୁ ମାନେ କ'ଣ ଏନ୍ଥୁସିଆଜମ୍ ବଢ଼ିବ, ଆଉ ତାପରେ ହାପିନେସଟା ଆସିବ, ମାନେ ଖୁସି ହେବେ ସିଏ, ଜାଣିବେ କି ହଁ ଆରେ ଭକ୍ତି ତ ବହୁତ ମଜା ଜିନିଷଟା। ଭକ୍ତି ତ ଏମିତି ନୁହେଁ କି ତପସ୍ୟା କରି ଗୋଟେ ଯେମିତି ହିରଣ୍ୟକଶ୍ୟପ କରୁଥିଲା, ଗୋଟେ ଗୋଡ଼ ଟେକିକିରି ଚାରିଆଡ଼େ କ'ଣ ନିଆଁ ଲଗେଇକିରି ସେସବୁ ନାହିଁ। ଲୋକ ଭକ୍ତି ବହୁତ କଷ୍ଟ ହୁଏ। ମୁଁ ଆମ ସାର୍ ମ୍ୟାଡ଼ାମ୍ ମାନେ କହୁଛନ୍ତି, ମୁଁ ଯେତେବେଳେ ଏକାଦଶୀରେ ଆଜି ସାର୍ କ'ଣ ଖାଇଲେ, ମୁଁ କହିଲି ଆଜି ଏକାଦଶୀ, ଆଉ ଏକାଦଶୀ ମାନେ ସାର୍ କ'ଣ କିଛି ଖାଇନାହାନ୍ତି? ମୁଁ କହିଲି ନାଇଁ ଫଳ ଦୁଇଟା ଖାଇଛି, ଆଉ ବାରଟା ତକ ମୋର ଉପବାସ ପରେ କ'ଣ ଖାଇବା ଦେଖିବା, ଏଇ ଫଳ ଖାଇବି, ନହେଲେ ଆଳୁ ଫଳ ଭଜା କ'ଣ କରି ଖାଇବି। ଆଉ ସେମାନେ ଏଇଟାକୁ ମାନେ ଆମକୁ ନର୍ମାଲ୍ ହେଇଗଲାଣି ଏଇଟା, ଏବେ ଉପବାସଟା ମା ମାନେ ନର୍ମାଲ୍ ସବୁ, ତାଙ୍କୁ ଏଇଟା ମାନେ ଗୋଟେ ବହୁତ ବଡ଼ ଟାସ୍କ ଲାଗୁଛି, ବହୁତ ବଡ଼ ଟାସ୍କ ହେଲା। ତାପରେ ମାନେ କ'ଣ ଯେଉଁ ଏଇସବୁ ଜିନିଷ ଶୁଣିକି ସେମାନେ ଭକ୍ତିକୁ ଆଭଏଡ଼ କରୁଛନ୍ତି। କିନ୍ତୁ ଦେଖିନାହାନ୍ତି କି କୀର୍ତ୍ତନ ଆମେ କେତେ ବଢ଼ିଆ ସେ ନାଚୁଛୁ, କେତେ ଭଲ ଭଲ ପ୍ରସାଦ ଖାଉଛୁ। ମୁଁ ଦିନ ରୋଷେଇ କରିଦେଲି ଆମ ସ୍କୁଲ ବାଲାଙ୍କୁ, ଆମର ନୋଡାଲ ପ୍ରିନ୍ସିପାଲ ଆସିଥିଲେ, ତ ମୋତେ ସାର୍ କହିଲେ, ସାର୍ ଆପଣ ବିନା ପିଆଜ, ସେ କାର୍ତ୍ତିକ ମାସରେ କହିଲେ ବିନା ପିଆଜ ରସୁଣ ରୋଷେଇ କରନ୍ତୁ, ଆମ ଜଣେ ସାର୍ ଆସିବେ କାର୍ତ୍ତିକ ମାସରେ, ସେ ଖାଉନାହାନ୍ତି ପଞ୍ଚୁକରେ, ଖାଇବେ। ମୁଁ କହିଲି ହଉ କରିବା। ସେଠୁ 20 ଜଣ ଷ୍ଟାଫ୍ ଥିଲେ, ତାଙ୍କ ପାଇଁ କରିବା। ମୁଁ କଲି, ଗୋଟେ ତରକାରୀ, ଆମର ଭାତ ଡାଲି ଆଉ ସାଲାଡ଼ ଆଉ କ୍ଷୀରି ଫିରି କଲି ହେଲା। ଖାଇଲେ, ଖାଇକିରି ସେ ଗୋଟେ ଦିନ ମ୍ୟାଡ଼ାମ୍ କହୁଛନ୍ତି ସାର୍ ଏମିତିଆ ଖାଇବା ଯଦି ମିଳନ୍ତା ଆମେ ତ ପିଆଜ ରସୁଣ ଛାଡ଼ି ଦିଅନ୍ତୁ, ଆଇଁଷ ଛାଡ଼ି ଦିଅନ୍ତୁ। ସେ କହୁଛନ୍ତି ମାନେ କ'ଣ, ସେ ସେ ଟେଷ୍ଟ ପାଇନାହାନ୍ତି, ସେମାନେ ଭକ୍ତିର ଟେଷ୍ଟ, ପ୍ରସାଦର ଟେଷ୍ଟ, କୀର୍ତ୍ତନ ଟେଷ୍ଟ ପାଇନାହାନ୍ତି, ବୁଝିପାରିଲେ। ଏବେ ଦେଖିବେ ଯେତିକି ଲୋକ ଆସିଥିଲେ, ଏଇ ଯେଉଁ 5 ଦିନର କାର୍ଯ୍ୟକ୍ରମ ହେଲା, ସମସ୍ତଙ୍କୁ ଭଲ ଲାଗିଥିବ, ସମସ୍ତେ ବଢ଼ିଆ କଥା କହିଲେ। ଇଭିନ୍ ଆପଣ ଦେଖିବେ ଯେଉଁ ନ୍ୟୁଜ୍ ରିପୋର୍ଟରରେ ନ୍ୟୁଜ୍ ଯେଉଁ ଆମର ରିପୋର୍ଟିଂ କରୁଥିଲେ, ସେଠି ବି ଯେଉଁ ଭକ୍ତମାନେ କହିଛନ୍ତି ବହୁତ ବଢ଼ିଆ ବଢ଼ିଆ କଥା କହିଛନ୍ତି। ଇଭିନ୍ ଆପଣ ଜାଣିକି ଖୁସି ହେବେ, ମହାରାଜ ଭକ୍ତି ଗୌରନାରାୟଣ ମହାରାଜ ଗୋଟେ ଷ୍ଟେଟମେଣ୍ଟ କହିଲେ ଆମକୁ, ଏବେ ସବୁ କହୁଥିଲେ, ସେ ମହାରାଜ କହିଲେ ଯେଉଁଠି ଆଉ ଗୋଟେ ଯାଇଛନ୍ତି, ସେଠି ପ୍ରୋଗ୍ରାମ୍ କରୁଛନ୍ତି, ସେଠି କହିଲେ ରାୟଗଡ଼ା କଥା କହିଲେ ମୁଁ 3 ଦିନ ପ୍ରୋଗ୍ରାମ୍ କଲି, ମୁଁ ଦେଖିଲି ଗୋଟେ ମୋତେ ବଢ଼ିଆ ଲାଗିଲା, ସମସ୍ତେ ପୁରା ପିନ୍ ପଏଣ୍ଟ ଆଟେନସନ୍ରେ ଶୁଣୁଥିଲେ, ଆଉ କାହାର ଗୋଟେ ବି ମୋବାଇଲ୍ ବାଜିନି, କହିଲେ କାହାର ଗୋଟେ ବି ମୋବାଇଲ୍ ବାଜିନି, ମାନେ କ'ଣ ସମସ୍ତେ ପୁରା ଧ୍ୟାନ ସେ ପୁରା ଶୁଣୁଥିଲେ। ଶ୍ରଦ୍ଧା ଅଛି ନା, ଶୁଣିବାର ଶ୍ରଦ୍ଧା ଅଛି, ତ ସେଇଠି ଆପଣଙ୍କୁ ଦେଖନ୍ତୁ ଗୋଟେ ଏଡ଼େ ବଡ଼ ସାଧୁଙ୍କର ଆପଣଙ୍କର ସଙ୍ଗଟେ ମିଳିଲା, ହଁ ସେଇଟା ହେଉଛି କଥା, ବୁଝିପାରିଲେ। ତ ମାନେ ଏକ ତ ଭଗବାନଙ୍କ କୃପା ଥିଲେ ସାଧୁଙ୍କ ସଙ୍ଗ ମିଳିବ, ସାଧୁଙ୍କ କୃପା ଥିଲେ ଭଗବାନଙ୍କ ସଙ୍ଗ ମିଳିବ। ତ ଏଇ କଥାଟା ଆମେ କରିପାରିବା। ତାପରେ ଆଉ ଗୋଟେ କଥା, ହନୁମାନ ଠାରୁ କ'ଣ ଶିଖିବା? ହନୁମାନ ଦେଖନ୍ତୁ, ଧର ଫର୍ ଏକ୍ଜାମ୍ପଲ୍ ମୋ ସିନିୟର ଗୋଟେ ମୋତେ କହିଲେ କି ପ୍ରଭୁ ତୁମେ ଏଇ କାମଟା ଗୋଟେ ଛୋଟ କାମଟା କହିଲେ, ଧର ଭାବି ନିଅନ୍ତୁ ମୁଁ ଭଲ ରୋଷେଇ କରୁଛି, ମୋତେ କହିବେ ପ୍ରଭୁ ତୁମେ ଏଇ ଯେଉଁ ବାସନଟା ଯାଇ ମାଜିଦିଅ। ମୁଁ କହିବି ହେ କ'ଣ ବାସନଟା ମାଜିବି, ମୁଁ ଏତେ ଲୋକଙ୍କ ପାଇଁ ରୋଷେଇ କରିଦେଉଛି, ମୁଁ କିନ୍ତୁ ବାସନ ମାଜିବାକୁ କହୁଛି। ଯଦି ଭାବିବି ଏମିତି, ତାହେଲେ କ'ଣ ହେବ ନା, ସେଠି ମାନେ ଯେଉଁ ସେବାଟା ଆମକୁ ଦେଖନ୍ତୁ, ଆମ ଯେଉଁ ସେବାଟା ମିଳିବ ମାନେ ଆପଣ ଭାବିବେ ସେଇଟା ଭଗବାନ ଦେଇଛନ୍ତି ଆମକୁ। ଯେଉଁ ସେବାଟା ଧର ଆମ ତୀର୍ଥରାଜ ମୋତେ କହିଲେ ଆଜି ଏଇ ସେବାଟା କରିବାକୁ, ତାହେଲେ ତୀର୍ଥରାଜ ମୁଖରୁ ଭାବିବ କି ଏଇଟା କୃଷ୍ଣ ମୋତେ କହିଛନ୍ତି। ଯଦି ଆମକୁ ନାଇଁ ମୋତେ ଏଇ ସେବାଟା ଭଲ ଲାଗୁଛି, ମୁଁ ଏଇଟା ହିଁ କରିବି, ଠିକ୍ ଅଛି, କିନ୍ତୁ ମେ ବି ସେ ସେବା ସବୁବେଳେ ନ ମିଳିପାରେ, ସବୁ ସେବା ପାଇଁ ଆମେ ରେଡ଼ି ରହିବା ଦରକାର। ତ ଏଠି ହନୁମାନ ଠାରୁ ଆମେ କ'ଣ ଶିଖିବା? ହନୁମାନ କେବେ କହିଲେନି ମୁଁ ଏତେ ପାୱାରଫୁଲ୍, ମୁଁ ହେଉଛି ପବନ ପୁତ୍ର ହନୁମାନ, ମୁଁ ଏତେ ବଳଶାଳୀ, ଏତେ ସବୁ, ମୋ ଗୁରୁ ହେଉଛନ୍ତି କିଏ? ସୂର୍ଯ୍ୟଦେବ, ଆଉ ତମେ କ'ଣ ମୋତେ ଅର୍ଡ଼ର ଦେବ ମୋ, ଏମିତି କହିଲେନି। ସେ କ'ଣ କହିଲେ, ନାଇଁ ଠିକ୍ ଅଛି, ଆପଣ ଠିକ୍ କଥା କହିଲେ, ମୁଁ ଆପଣ ମୋତେ ଆଦେଶ ଦେଲେ, ଆମମାନଙ୍କୁ କହିଲେ ମୁଁ ଯିବି ହେଲା, ମୁଁ ଯିବି। କିନ୍ତୁ ସେତେବେଳକୁ ଗୋଟେ କଥା, ହନୁମାନ ମାନେ ବିଶ୍ୱାସ କରିପାରୁନଥିଲେ କି ମୁଁ ଯିବି, ମାନେ ମୁଁ ପାର କରିପାରିବି କି?
ଜାମ୍ବବାନ ସିନା କହିଦେଲେ କହିଲେ କି ତମେ ହିଁ ପାର କରିପାରିବାକୁ, କିନ୍ତୁ ହନୁମାନ ନିଜ ଉପରେ ବିଶ୍ୱାସ ନଥିଲା। କାହିଁକି? କାରଣ ହନୁମାନଙ୍କୁ ମିଳିଥିଲା କ'ଣ? ଅଭିଶାପ। ତମେ ସବୁ ତମର ତାକତ ଭୁଲି ଯାଇଥିବ, ତମକୁ ଜଣେ କିଏ ମନ ପକେଇଲେ ହିଁ ତମର ତାକତଟା ଆସିବ। ତ ସେଠି ଦେଖନ୍ତୁ ହନୁମାନ ହେଉଛନ୍ତି ବଦ୍ଧଜୀବ। ଭାବନ୍ତୁ ଆମେ ହେଉଛି ବଦ୍ଧଜୀବ, ଆମେ ଭଗବାନଙ୍କର ଆମର ରିଲେସନଟା ଆମେ ଭୁଲି ଯାଇଛେ, ଆମେ ଭଗବାନଙ୍କର ଅଙ୍ଗ ଆମେ ଭୁଲି ଯାଇଛେ। ଗୁରୁ ଆସି କେତେବେଳେ କହିବେ ତମେ ତମେ ବଡି ନୁହେଁ, ତମେ ହେଉଛ ଆତ୍ମା, ତମର ସମ୍ବନ୍ଧ କୃଷ୍ଣଙ୍କ ସାଥିରେ, ତମେ ତାଙ୍କର ସର୍ଭେଣ୍ଟ, ଜୀବର ସ୍ୱରୂପ ହୁଏ କୃଷ୍ଣର ନିତ୍ୟ ଦାସ, ଆମେ ନିତ୍ୟ ଦାସ କୃଷ୍ଣଙ୍କର। ତାହେଲେ ଆମର କ'ଣ ହେବ ନା ଆମେ ଜାଣିବା ହଁ କୃଷ୍ଣଙ୍କ ସାଙ୍ଗରେ ମୋର ଏଇ ସମ୍ବନ୍ଧ ଅଛି, କୃଷ୍ଣ ହେଉଛନ୍ତି ମୋ ପିତା, ତାଙ୍କ ସାଙ୍ଗରେ କ'ଣ କରିବି? ଏଇଠୁ ସମ୍ବନ୍ଧ ଏଷ୍ଟାବ୍ଲିଶ୍ ହେଇଗଲା। ଦେଖନ୍ତୁ ସମ୍ବନ୍ଧ ଅଭିଦୟ ପ୍ରୟୋଜନ, ସମ୍ବନ୍ଧ ଏଷ୍ଟାବ୍ଲିଶ୍ ହେଲା କ'ଣ କି ମୁଁ ହେଉଛନ୍ତି କୃଷ୍ଣଙ୍କର ଦାସ। ଦାସ କ'ଣ କରିବ? ଅଭିଦୟରେ କ'ଣ କରିବ? ସେବା କରିବ। ଜାଣିଗଲି ମୋର ଏବେ ରିଲେସନ୍ ହେଉଛି କୃଷ୍ଣ ଦାସ, ତ ମୁଁ ସେବା କରିବି। ସେବା ଅନେକ ସେବା ଅଛି, ମୁଁ ଅନେକ ସେବା କରିବି। ସମ୍ବନ୍ଧ ଅଭିଦୟ ହେଲା ପରେ ତା ରିଜଲ୍ଟଟା ହେଉଛି କ'ଣ? ପ୍ରୟୋଜନ। କ'ଣ ରିଜଲ୍ଟ ମିଳିବ? ତମେ କୃଷ୍ଣ ପାଖକୁ ଯିବ। ଯେମିତି ଏକ୍ଜାମ୍, ତୁ ଜାଣିଗଲୁ ତୁ ହେଉଛି ଷ୍ଟୁଡେଣ୍ଟ OABର, ତୁ ଏକ୍ଜାମ୍ ମାନେ ତୋର ଧର ମୁଁ ବିଟେକ୍ ପଢ଼ୁଛି, ବିଟେକ୍ରେ ଏଣ୍ଟ୍ରି କଲି, ଲାଷ୍ଟ 4 ବର୍ଷ ପରେ ମୁଁ ବିଟେକ୍ର ଡିଗ୍ରୀଟା ପାଇବି, ତା ମଝିରେ କ'ଣ କରିବି? ପଢ଼ିବି, ସେମିଷ୍ଟର ପାଠ ଦେବି, ପ୍ରୋଜେକ୍ଟ ଲେଖିବି, ତାହେଲେ ଯାଇ ମୋତେ ଏଣ୍ଡ ରିଜଲ୍ଟଟା ମିଳିବ। ସେମିତି ସମ୍ବନ୍ଧ ଅଭିଜୟ ପ୍ରୟୋଜନ, ସମ୍ବନ୍ଧ ଆମେ ଏଷ୍ଟାବ୍ଲିଶ୍ କଲେ କ'ଣ କି ଆମେ କୃଷ୍ଣଙ୍କର ଦାସ। ଅଭିଦୟ କ'ଣ ହେଲା? ଆମେ ସେବା କରିବା, ଦାସ ମାନେ ସେବା କରିବା। ପ୍ରୟୋଜନ କ'ଣ ହେବ? କୃଷ୍ଣ ପାଖକୁ ଫେରିବା। ବୁଝିପାରିଲେ? ତ ଏଇ ଜିନିଷଟା ମାନେ ଆମକୁ ମାନେ ଜାମ୍ବବାନ ତାଙ୍କୁ ଇଏ କଲେ। ତାପରେ ଏଇ ଯେଉଁ ଡେଲିଗେଟ୍ ଅଫ୍ ୱାର୍କ ମାନେ କ'ଣ? ସିନିୟର ମାନେ ଜୁନିୟରଙ୍କୁ ଦେବା କଥା ଜାଣିକିରି କି ନାଇଁ ନାଇଁ ଇଏ ଏଇ ଜିନିଷଟା କରିପାରିବ, ତାକୁ ମୁଁ ଦେବି, ତାକୁ ଦେବି। ସେବାଟା ଦେଲେ ତାର ରୁଚିଟା ବଢ଼ିବ। ଆମେ ଦେଖିବା ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଠାକୁର ଜାଣିଛନ୍ତି କିଏ? କିଏ ଜାଣିଛନ୍ତି? ପ୍ରଭୁପାଦଙ୍କର ଗୁରୁ। ସିଏ କେବେ ଫରେନ୍ ଯାଇନାହାନ୍ତି। ସିଏ କ'ଣ କଲେ ନା ପ୍ରଭୁପାଦଙ୍କୁ ଏମ୍ପାୱାର କଲେ। ପ୍ରଭୁପାଦଙ୍କୁ କ'ଣ କଲେ ନା ତାଙ୍କୁ ଶକ୍ତି ଦେଲେ, ତମେ ଯାଅ। ସିଏ ଯାଇଥିଲେ, ତାଙ୍କର କାପାସିଟି ନଥିଲା କି? ସିଏ ତାଙ୍କ କାପାସିଟି ଥିଲା, କିନ୍ତୁ ସିଏ ଗଲେନି, କହିଲେ ନାଇଁ। ସିଏ ପ୍ରଭୁପାଦଙ୍କୁ କହିଲେ ତମେ ଗୋଟେ ଭଲ ଇଂଲିଶ କହି ଜାଣିଛ, ବୋଲେ ଏଜୁକେଟେଡ୍ ମ୍ୟାନ୍, ତମେ ଯାଅ ଫରେନ୍, ପାଶ୍ଚାତ୍ୟ ଦେଶ ଯାଇକିରି ଏଇ ଗୀତା ଭାଗବତର ସନ୍ଦେଶଟା ସମସ୍ତଙ୍କୁ ଦିଅ, ଆଉ ଯେତେବେଳେ ପଇସା ମିଳିବ ପୁସ୍ତକ ଛାପିକିରି ବାଣ୍ଟିବ। ଏଇ ଜିନିଷ ଦୁଇଟା ଇନଷ୍ଟ୍ରକ୍ସନ୍ ଦେଇଥିଲେ କିଏ? ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଠାକୁର ପ୍ରଭୁପାଦ। ତ ଦେଖନ୍ତୁ ଏମ୍ପାୱାର କଲେ। ତାର ପ୍ରଭୁପାଦ ଦେଖନ୍ତୁ ଯାଇକିରି 70 ବର୍ଷ ବୁଢ଼ା 40 ଟଙ୍କା ନେଇ ଯାଇଥିଲେ, କ'ଣ କରିଦେଇ ଆସିଲେ। ତାପରେ ସେଠୁ ସିଏ କ'ଣ କଲେ ନା ପ୍ରଭୁପାଦରେ କ'ଣ, ଯେତେବେଳେ ସିଏ ଯେତେବେଳେ ପ୍ରଚାର କରୁଥିଲେ ଏଠି ଆମର ଦିଲ୍ଲୀରେ ହେଲା, କେହି ଶୁଣୁନଥିଲେ। ଆମ ଭାରତୀୟ ମାନେ କୁହନ୍ତିନି କି ମୁଁ ସବୁ ଜାଣିଛି, ମୁଁ ଜାଣିନି କି ମୁଁ ସବୁ ଜାଣିଛି ବା। ଏ ତ କୃଷ୍ଣ କ'ଣ ଥିଲେ? କୃଷ୍ଣ ତ ଏଇଆ ଥିଲେ, ତ ସେ କରୁଥିଲେ। ହଁ ରାମ ମୁଁ ସବୁ ଜାଣିଛି, ମୁଁ କ'ଣ ନ ଜାଣିଛି? ସବୁ ଜାଣିଛି। ଆଉ ଯିଏ ସବୁ ଜାଣିଛି ତାକୁ ଆଉ ଏକ୍ସଟ୍ରା କିଛି ଜଣେଇ ହେବ କି? ଆଉ ହେବନି। ସେ ସବୁ ଜାଣିଛି ତ ଆଉ କ'ଣ ଜଣେଇବ? ପ୍ରଭୁପାଦ ଯେତେବେଳେ ଯାଇ କହୁଥିଲେ ସମସ୍ତଙ୍କୁ, ବ୍ୟାକ୍ ଟୁ ଗଡ୍ ଆଣ୍ଡ ମ୍ୟାଗାଜିନ୍ ବାଣ୍ଟୁଥିଲେ, କହୁଥିଲେ ଦେଖ ଆସ ଗୀତା କ୍ଲାସ୍ ପାଇଁ ଆସ, କୀର୍ତ୍ତନ ନାମ ଜପ କର। ନାଇଁ ସ୍ୱାମୀ ଆମେ ସବୁ ଜାଣିଛୁ। ନାମ ଜପ କ'ଣ? ଆମେ ମନେ ମନେ ଜପୁଛୁ। ମୋ ବାପା ମୋତେ କହିବା ଆଉ ଜପୁନା ନାମ। ମୁଁ ଛୁଆବେଳୁ ମନେ ମନେ ଜପୁଛି, ଛୁଆବେଳୁ ମନେ ମନେ ଜପୁଛନ୍ତି କୁଆଡ଼େ। ତାପରେ କିଛି ଲୋକ ଗୀତା ପଢ଼ି ସାରିଲେଣି, ଭଗବାନ କିଏ କହିଲାଠୁ ଜାଣିପାରୁନାହାନ୍ତି ଭଗବାନ କିଏ। ଆଜି କ'ଣ ଗୀତା ପଢ଼ିଲ ତମେ? ହେଲା, ସେ ହେଉଛି କଥା। ତ ସେଇଠୁ କ'ଣ ହେଲା ନା ପ୍ରଭୁପାଦ କହିଲେ କି ନାଇଁ ମୁଁ ଫରେନ୍ ଯିବି, ଫରେନ୍ରୁ ଏ ହ୍ୱାଇଟ୍ ଲୋକ ଗୁଡ଼ାଙ୍କୁ ମାନେ ଚେଞ୍ଜ କରିକି ଆଣି ଯେତେବେଳେ ଇଣ୍ଡିଆରେ ନଚେଇବି, ତାପରେ ମାନେ ଜାଣିବେ କି କ'ଣ ଇଏ ମାନେ କୃଷ୍ଣ ଭକ୍ତିଟା କ'ଣ। ସେଇଠୁ ସେତେବେଳେ ସେଠିକି ଗଲେ, ଆସିଲା ପରେ ସେଇଠୁ କ'ଣ ହେଇଛି ନା ପ୍ରଭୁପାଦଙ୍କୁ କ'ଣ ହେଇଛି ନା, ସେଇଠୁ ପ୍ରଭୁପାଦ ଆସିଲେ ଯେତେବେଳେ ବମ୍ବେକୁ, ତାଙ୍କ ହ୍ୱାଇଟ୍ ମାନେ ଆଙ୍କୁ ଭକ୍ତମାନଙ୍କୁ ସବୁ କହିଲେ ତମେ ଆମେରିକା ବାଲା ସବୁବେଳେ ତ ଆମେରିକାର ଜୟଜୟକାର ହେଉଛି, ଆମେରିକା ବାଲା ସବୁ କରୁଛନ୍ତି, ତମେ ଆମେରିକା ବାଲା ଗୋଟେ ବଡ଼ ପେଣ୍ଡାଲ ପ୍ରୋଗ୍ରାମର ଗୋଟେ ମାନେ ଅର୍ଗାନାଇଜ୍ କର ବମ୍ବେରେ କର, ମୁଁ ଆସି କ୍ଲାସ୍ ଦେବି, କର। ଏମିତି ତାଙ୍କୁ ମାନେ ଇଏ କଲେ, ମାନେ ତାଙ୍କୁ ଇଏ କଲେ ତମେ ଆମେରିକା ବାଲା ଯଦି କରିକି ଦେଖାଅ, ଆମେରିକା ବାଲା ଯଦି କରିକି ଦେଖାଅ। ସିଏ ପୁରା ଜୋଶ, ହଁ ଆମେ କରିବୁ ପ୍ରଭୁପାଦ, ଆମେ ଆମେରିକା ବାଲା ଆମେ କରିବୁ। ସେଇଠୁ ସତ କ'ଣ ହେଇଛି ନା ଗୋଟେ ପେଣ୍ଡାଲ ପ୍ରୋଗ୍ରାମ କଲେ ବମ୍ବେରେ, ଫାଷ୍ଟ ପ୍ରଭୁପାଦଙ୍କ ପେଣ୍ଡାଲ ପ୍ରୋଗ୍ରାମ ଇଣ୍ଡିଆରେ।
ସେଠି ଯେତେବେଳେ ଲୋକ ଗୁଡ଼ା ଦେଖିଲେ କହିଲେ ଏମାନେ କ'ଣ ଧଳା ଧଳା ବାଲା ଲୋକ ତିଲକ ଲଗେଇ ଧୋତି କୁର୍ତ୍ତା ଶାଢ଼ୀ ପିନ୍ଧି ନାଚୁଛନ୍ତି, ସବୁ ଆସି ତାଙ୍କୁ ଦେଖିବାକୁ ଆସିଲେ। ପ୍ରଭୁପାଦଙ୍କ ଲେକ୍ଚର ଛାଡ଼ି ଦିଅନ୍ତୁ, ତାଙ୍କୁ ଦେଖିବାକୁ ଆସିଲେ ଯେତେବେଳେ ତାପରେ ସେଠୁ ସିଏ ବସିଲେ ପ୍ରଭୁପାଦ। ଗୋଟେ ମାନେ 10 ଦିନ ପାଇଁ କାର୍ଯ୍ୟକ୍ରମ ହେଲା, ମାନେ 20,000 ଲୋକ ଡେଲି ଆସୁଥିଲେ, ଏଡ଼େ ବଡ଼ ପେଣ୍ଡାଲ ପ୍ରୋଗ୍ରାମ କଲେ। ଆଉ ସେଠୁ ଫାଇଦା କ'ଣ ହେଲା ଶୁଣନ୍ତୁ, ଆମର ବରିଷ୍ଠ ସନ୍ନ୍ୟାସୀ ସେ ଗୁରୁ ମାନେ ସେ ଦୀକ୍ଷା ବି ଦେଉଛନ୍ତି, ଦୀକ୍ଷା ଗୁରୁ ସିଏ, ତାଙ୍କ ନାଁ ହେଉଛନ୍ତି ମାନେ ପରମ ପୂଜ୍ୟ ଲୋକନାଥ ସ୍ୱାମୀ ମହାରାଜ ଆଉ ପରମ ପୂଜ୍ୟ ରାଧାନାଥ ସ୍ୱାମୀ ମହାରାଜ। ଆପଣ ଶୁଣିଥିବେ ସେ ଦୁଇ ଜଣ ସେଇ ପେଣ୍ଡାଲରେ ଫାର୍ଷ୍ଟ ଟାଇମ୍ ପ୍ରଭୁପାଦଙ୍କୁ ଭେଟିଲେ। ଲୋକନାଥ ସ୍ୱାମୀ ମହାରାଜ ଆଉ ରାଧାନାଥ ମହାରାଜ, ଏମାନେ ଦୁଇ ଜଣ ଫାର୍ଷ୍ଟ ସେ ଦୂରରେ ବସିଥିଲେ, ତାଙ୍କୁ ପ୍ରଭୁପାଦ ଡାକିକି ଆଣିଲେ, କହିଲେ ଆଣ ସେ ଦୁଇ ଜଣ ଡାକିକି ଆଣ। ରାଧାନାଥ ମହାରାଜ ଡାକିକି ଆଣିଲେ, ଲୋକନାଥ ମହାରାଜ ଆସିକି ଏମିତି ମିଶିଲେ। ତ ଗୁରୁଜୀ ସେ ଜାଣିଦେବ କି ହଁ ଇଏ ହେଉଛନ୍ତି ସେ ମାନେ। ଆଉ ଏମାନେ ପ୍ରଭୁପାଦ ଶିଷ୍ୟ ନର୍ମାଲ ଶିଷ୍ୟ ନୁହନ୍ତି, ସେମାନେ ବି ଶୁଦ୍ଧ ଭକ୍ତ ସବୁ। ଦେଖନ୍ତୁ ଗୋଟେ ଏଡ଼େ ବଡ଼ ମାନେ ଗୁରୁଙ୍କ କଥା ମାନି ଯେତେବେଳେ ଆମର ବଡ଼ ପ୍ରୋଗ୍ରାମଟା ଅର୍ଗାନାଇଜ୍ କଲେ କିଏ ଶିଷ୍ୟମାନେ, ଅଟୋମେଟିକାଲି ଦୁଇ ଜଣ ମହାନ ବ୍ୟକ୍ତି ମାନେ 2 ଜଣ ଆମ ଇସ୍କନର ସେ ପ୍ରତିଷ୍ଠାଟା ଗୁରୁ ଏମାନେ ସବୁ, ଏମାନେ ଆସିଲେ ଶୁଦ୍ଧ ଭକ୍ତମାନେ ସେମିତି। ତ ସେଇଟା ତ ସେଥିପାଇଁ ଆମେ ଆଉ ଗୋଟେ କଥା, ଯେତେବେଳେ ଆମେ ସେବା ଦେଉଛେ କାହାକୁ, ତାକୁ ସବୁବେଳେ ଆପ୍ରିସିଏଟ୍ କରିବା କଥା। ଆପ୍ରିସିଏଟ୍ ମାନେ ପ୍ରଶଂସା କରିବା କଥା, ନାଇଁ ପ୍ରଭୁ ବଢ଼ିଆ କରୁଛୁ, ବଢ଼ିଆ ମାନେ କ'ଣ ନାଟକଟା କଲ। କି ନୂଆ ନୂଆ ଭକ୍ତ ଧର ଆସୁଛନ୍ତି, ଯେମିତି ଅଶ୍ୱିନ ପ୍ରଭୁ ମାତାଜୀଙ୍କ ପୁଅ ଟିକନା ମାତାଜୀଙ୍କ, ସିଏ ବଢ଼ିଆ ସକାଳୁ ଆସିକିରି ପୁରା ସନ୍ଧ୍ୟା ତକ ରହି 2-3 ଦିନ ପୁରା ବଢ଼ିଆ ସେ ସେବା କଲେ। ଆପ୍ରିସିଏସନ୍ କରିବା କଥା, ନାଇଁ ଭଲ। ଆଉ ଲୋକ ଆଉ ପିଲା ସବୁ ଆଉ ଯେ ଆଜିକାଲି ବାନା ବାତ୍ରା ପିଲା ବୁଲୁଛନ୍ତି ସବୁ, କିନ୍ତୁ ଦେଖ ସିଏ ଆସିକି ଭଗବାନ ସେବା କଲେ। ଏ ମାତାଜୀ ମାନେ ସବୁ ଆସିକି କଟିଂ କଲେ, ଯେତେବେଳେ ଡାକିଲେ ଖରାରେ ଆସିକି ମାତାଜୀ ମାନେ ସବୁ କଟିଂ କଲେ, ଏସବୁ ଆପ୍ରିସିଏଟ୍ କରିବା କଥା। ନୂଆପଡ଼ା ଭକ୍ତମାନେ ଆସିଥିଲେ, ଦେଖିଥିବେ ଆପଣ ଏ ମହାରାଜଙ୍କର ଇଏ ଟାଇମ୍ରେ, ସିଏ ଆସିକି ସିଆଡ଼େ ଦେଖନ୍ତୁ, ସେ ନୂଆ ତାଙ୍କୁ ଏଇଟା ସିଏ ଆସିକି ସେବା କଲେ। ଗୌରୀ ପ୍ରଭୁ ଆମର ଗୌରୀ ପ୍ରଭୁ ଗୋଟେ ସ୍କୁଟିରେ ସିଏ ଏକଲା ଲୋକ, ତାକୁ ବୁଲେଇ ସବୁ ଇଏ କରି, ମାନେ ସିଏ ଆସିବ, ସିଏ ମାନେ ଷ୍ଟାଣ୍ଡ ମାରିବ, ତାକୁ କିଏ ଯିବେନି ବି ଓହ୍ଲେଇବାକୁ, ସିଏ ନିଜେ ଓହ୍ଲେଇକି ଆଣିକି ଠେଲିକି ରଖିବ। ତ ସେଇଟା ହେଉଛି କଥା। ତ ବହୁତ ଲୋକ ବହୁତ ସେବା କରୁଛନ୍ତି। ଗୋଟେ ଏଡ଼େ ବଡ଼ ପ୍ରୋଗ୍ରାମ ଅର୍ଗାନାଇଜ୍ କରିବାକୁ ହେଲେ ଜଣକା କଥା ନୁହେଁ ଏଇଟା। ଫାର୍ଷ୍ଟ ତ ଭଗବାନଙ୍କ କୃପା ଦରକାର, ସାଧୁଗୁରୁ ବୈଷ୍ଣବଙ୍କ କୃପା। 2ରେ ସବୁ ଭକ୍ତମାନଙ୍କର ମିଳିତ ସେ ମାନେ ସେବା କରିବାର ଇଚ୍ଛାଟା। ସେଥିପାଇଁ ତ ଗୌରନୀତା ଏତେ ଖୁସି ହେଇକିରି ଆଜି ଏଥର ମାସେ ଖଣ୍ଡେ ରହିଲେ। କାହିଁ ରହିଲେ କହୁନାହାନ୍ତି? ଭଗବାନ କ'ଣ ଏମିତି ରହିଯାନ୍ତି? ଆମେ କହିବା ହଁ ସେଠି ତାଙ୍କର ଘର ତିଆରି ଚାଲିଥିଲା ତ ବୃନ୍ଦାବନରେ, ରିପେୟାର ଚାଲିଥିଲା, ଏଥିପାଇଁ ଭଗବାନ ଆସିଲେ। ଏଇଟା କ'ଣ ରିଅଲ୍ ରିଜନ୍? ରିଅଲ୍ କାରଣ କ'ଣ ଏଇଟା କି? ନା, ଭଗବାନ ଖୁସି ଅଛନ୍ତି ଆପଣମାନଙ୍କ ସେବାରେ, ସେଥିପାଇଁ ଲଗାତାର 4 ବର୍ଷ ହେଲାଣି ମହାପ୍ରଭୁ ଆସୁଛନ୍ତି। ବୁଝିପାରିଲେ? ଆଉ ଏମିତି ସେବା କରିଚାଲିବେ, ତାହେଲେ ମହାପ୍ରଭୁଙ୍କ ପାଇଁ ପରମାନେଣ୍ଟ ଆମେ ଗୋଟେ ଘରଟେ ମାନେ ମନ୍ଦିରଟେ ତୋଳିଦେବା। ହରି ବୋଲ। ସେଇଟା ହେଲା। ତ କେତେବେଳେ ବି ଆମେ କାହାର ଧର ଆମେ ଦୋଷଟା ଦେଖୁଛେ, ମନେ ରଖିଥାନ୍ତୁ। ହଁ, ଆଉ ଗୋଟେ ଆମେ କ'ଣ କରୁ, ମୁଁ ଭାବୁଛି ଷ୍ଟାର୍ଟ କରିବି ଏଥର, ମାନେ କ'ଣ କରୁନା, ଆମ ଷ୍ଟୁଡେଣ୍ଟ ଇଏରେ ଆମେ ଗୋଟେ ଆପ୍ରିସିଏସନ୍ କରୁ। ମାନେ କାହାର ବାର୍ଥଡେ ଥିବ, ଯେତେବେଳେ ଥିବ, ଧର ଜାନୁଆରୀରୁ ମାର୍ଚ୍ଚ ମାସରେ ବାର୍ଥଡେ ରହିଲା, ସେମାନଙ୍କୁ ଆଣିକି ବସେଇକିରି ତାଙ୍କର ଫୁଲମାଳ ଦେଇକି ତାଙ୍କ ବିଷୟରେ ସମସ୍ତେ 2 ମିନିଟ୍ 3 ମିନିଟ୍ କହିବେ। ଏମିତି କହିଲେ ଫାଇଦା କ'ଣ? କାହାର ଗୋଟେ ଗ୍ଲୋରିଫିକେସନ୍ ଯଦି ଆମେ କରୁଛେ, ଗ୍ଲୋରିଫିକେସନ୍ ତାର ପ୍ରଶଂସା କରୁଛେ, ତାହେଲେ କ'ଣ ହେବ ନା, ତାର ଭଲ ଗୁଣଟା ଆମ ପାଖକୁ ଆସିବ। ବୁଝିପାରିଲେ? ଆଉ ଏ ଯେଉଁ କଳହ ଝଗଡ଼ା ଏଇଟା ହେବନି। ଗୋଟେ ଷ୍ଟୋରି କହୁଛି, ଆମର ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଠାକୁର, ସିଏ ହେଉଛନ୍ତି ଦିନେ କ'ଣ ହେଇଛି, ତାଙ୍କ 2 ଜଣ ଗୌଡ଼ୀୟ ମଠରେ 2 ଜଣ ଶିଷ୍ୟଙ୍କର ଝଗଡ଼ା ଲାଗିଲା, ପୁରା ହେଭି ଫାଇଟିଂ ଲାଗିଲା, ପୁରା ଧୁଆଁଧାର ଫାଇଟିଂ ଲାଗିଲା। ହେଲେ ଫାଇଟିଂ ଲାଗିଲା, ସେଇଠୁ କଥାଟା ଗଲା ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଠାକୁରଙ୍କ ପାଖରୁ। ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଠାକୁର କହିଲେ ସେ 2ଟାକୁ ଆଣ ଏଠି। 2ଟାକୁ ଠିଆ କରିଦେଲେ, ସିଏ ତା ମୁହଁକୁ ଦେଖିବ, ସିଏ ଆ ମୁହଁକୁ ଦେଖିବ, ଦେଖିକି କହିଲେ ତୁ ତାର 3ଟା ଭଲ ଗୁଣ କହ, ସିଏ କହିବ ତୁ ତାର 3ଟା ଭଲ ଗୁଣ କହ। ଆଉ ଯେତେ ଯିଏ ରାଗିଥିବ, ରାଗିଲେ ସିନା ଖରାପ ଜିନିଷ ଆସିବ, ଖରାପ ଗାଳି ଗୁଲୋଚ କରିବ, ଇଏ କରିବ, ଭଲ ଗୁଣଟା କେଉଁଠି ଆସିବ? ସେ ଭାବିକି ବହୁତ କଷ୍ଟରେ 3ଟା ଭଲ ଗୁଣ କହିଲେ, ସେଠୁ ଇଏ 3ଟା ଭଲ ଗୁଣ କହିଲା। ସେତିକି କୋଉ ଏତିକି ଭାବିବାକୁ ତାଙ୍କର ଯେଉଁ ରାଗଟା ପୁରା ଇଏ ହେଇକି ଥିଲା, ଏସବୁ ଶାନ୍ତ ହେଇଗଲା। এইটা হচ্ছে ফায়দা। যদি অন্য ভক্তଙ୍କର ଆମେ ଯଦି ଗ୍ଲୋରିଫିକେସନ୍ କରୁଛେ,
ସେମିତି ଜାମ୍ବବାନ ଏଠୁ କ'ଣ କଲେ ନା, ଜାମ୍ବାନା ଯେତେବେଳେ ଏଇ ଯେଉଁ ଇଏଟା ଆସିଲା କି ହନୁମାନ କହିଲେ ମୁଁ କ'ଣ ପାରିପାରିବି କି, ମୁଁ ଏତେ ଦୂର ଯାଇପାରିବି କି, ସେତେବେଳକୁ ତାଙ୍କର ଶକ୍ତିଟା ମନ ନଥିଲା। ସେଠୁ ଜାମ୍ବବାନ ତାଙ୍କୁ କହିଲେ, ସେଠି ତାଙ୍କର ଗ୍ଲୋରିଫାଏ କଲେ, ସେଠୁ ଗୋଟେ ଗୀତ ଗାଇଲେ କି ତମେ ଏମିତି ଏମିତି ଥିଲ, ଆଉ ଏମିତି ଏମିତି ମାନେ ଦୁଷ୍ଟ କାମ କରୁଥିଲ, ତାପରେ ତମକୁ ବଜ୍ର ପଡ଼ିଲା ଇନ୍ଦ୍ରଙ୍କର, ସେଠୁ ତମକୁ ମାନେ କ'ଣ ବାୟୁ ରାଗିକି ସବୁ ରୋକିଦେଲେ ବାୟୁ, ସେଠୁ ଇନ୍ଦ୍ର ସବୁ ଦେବତା 33 କୋଟି ଆସିଲେ, ତମକୁ ସବୁ ଆଶୀର୍ବାଦ ଦେଇଗଲେ। ତାପରେ ତମେ ଯେ ଗଲ ଖାଇବାକୁ କାହାକୁ, ସୂର୍ଯ୍ୟଙ୍କୁ, ସେଠୁ ସୂର୍ଯ୍ୟ ଯେତେବେଳେ ମାନେ ସେଠୁ ଋଷିମାନେ ସବୁ ଅଭିଶାପ ଦେଲେ, ଋଷିଙ୍କୁ କରିଦେଲେ, ତାଙ୍କୁ ସବୁ ଅସୁବିଧା କରୁଥିଲ, ଋଷିମାନେ ଅଭିଶାପ ଦେଲେ କି ତମର ଏଇ ଟାଇମ୍ରେ ସବୁ ତମର ପାୱାରଟା ପଳେଇବ, କିନ୍ତୁ ତମକୁ ଯେତେବେଳେ କି ମନେ ପକେଇବ ତାହେଲେ ତମ ପାୱାରଟା ଆସିବ। ଏମିତି କହିକି ଷ୍ଟୋରିଟା ଗାଇଲା ପରେ ତାପରେ ଜୟ ଶ୍ରୀରାମକୁ ଆପଣ ଦେଖିଥିବେ ସବୁ କାର୍ଟୁନ୍ ଫାଟୁନ୍ରେ ଜୟ ଶ୍ରୀରାମ କହି ପୁରା ବଢ଼ିଲେ। ତ ଏଇଟା କ'ଣ ହେଲା, ଏଇଟା ଗୋଟେ ଭକ୍ତଙ୍କୁ ହେଲା ଗ୍ଲୋରିଫାଏ କଲେ, ପ୍ରଶଂସା କଲେ। ଆଉ ଗୋଟେ କ'ଣ କରିବା କଥା, କେବେ ବି ତାଙ୍କୁ ନିନ୍ଦା କରିବା କଥା ନୁହେଁ କି ତାଙ୍କୁ ମାନେ ମାନେ ହେ ତୁ ଠିକ୍ ସେ କରିପାରୁନୁ ଏଇଟା, ନା ନା ନା, ଆମେ ଶିଖିବା କଥା। ଯଦି ଆମେ ଜାଣିଲେ ଯଦି ହଁ ଏଇଟା ଗୋଟେ ଇଏଟା ଆସିଛି ତାର ମାନେ ସେ କରିପାରୁନି କି ଏଇଟା ଗୋଟେ କ'ଣ ତାର ଖରାପ ଗୁଣଟା ଆସିଛି, ଆମେ ତାକୁ ସାଇଡ଼୍ରେ ନେଇକି ମାତାଜୀ କି ପ୍ରଭୁଜୀ ଦେଖନ୍ତୁ, ଆଉ ଏଇ ଜିନିଷଟା ମୋତେ ଟିକେ କାହିଁ ଆପଣଙ୍କୁ ମାନେ ଆପଣଙ୍କର ଏଇ ଜିନିଷଟା ମୋତେ ଟିକେ କାହିଁ ଭଲ ଲାଗିଲାନି, ଆଉ ମୋ ପର୍ସନାଲ ଭିଉ ଏଇଟା, ଆପଣ ଖରାପ ଭାବିବେନି, ଆଉ କିନ୍ତୁ ଏଇ କଥାଟା ମୋତେ ଟିକେ ଭଲ ଲାଗିଲାନି। ତ ସିଏ ଜାଣିପାରିବ ନାଇଁ ନାଇଁ ଏଇ କଥାଟା ସେ ଭକ୍ତକୁ ଭଲ ଲାଗିଲାନି, ତ ଅଲଗା ଭକ୍ତଙ୍କୁ ଭଲ ନ ଲାଗିଥାଇପାରେ। ତ ମୁଁ ସେ ଯିଏ ରିଏଲ୍ ଭଲ ଚେଞ୍ଜ ହେବାକୁ ଚାହୁଁଥିବ ସେ ଭକ୍ତ ଚେଞ୍ଜ କରିବ, ସେ ଜିନିଷଟା ଆଉ କରିବନି। ସେମିତି ରେକ୍ଟିଫିକେସନ୍ ଦେବା କଥା ନା, ଏମିତି ନାହିଁ ତମେ ତ ସେଦିନ ସେଇ କଥା କରୁଥିଲ, ଆଉ ଏଇ କଥା ଆକୁ ନେଇ ସେଇ କହିଦେଲ, ସାକୁ ନେଇ ସେଇଟା କହିଦେଲ, ତମେ ତ ଏଇ କଥା କରୁଛ, ଆଉ ଏମିତି କହିଲେ କ'ଣ ଓପେନଲି ତାକୁ ସେ ଯଦି ମାନେ ଭୁଲ ଠିକ୍ ଅଛି, ସମସ୍ତଙ୍କର ଭୁଲ ଅଛି, କିନ୍ତୁ ଏଇ କଥା ଯଦି ଓପେନଲି ଆମେ କହିଦେଉଛେ ତାକୁ ଗୋଟେ ଏଇଟା ଖରାପ ଭାବି ମାନେ ଭିତରେ ଗୋଟେ ଇଏ ଆସୁଛି, ତାକୁ ସରମ ମାଡ଼ୁଛି, ସିଏ ଆଉ ନେକ୍ସଟ ଟାଇମ୍କୁ ଆସିବନି। ତ ଯଦି ଆମେ କୃଷ୍ଣଙ୍କ ଠାରୁ କାହାକୁ ଦୂରେଇ ଦେଉଛେ ତାହେଲେ ସେଇଟା ଗୋଟେ ଡିସସର୍ଭିସ୍ ହେଇଗଲା, ସେଇଟା ଅପରାଧ ହେଇଗଲା, ବୁଝିପାରିଲେ। ଏଥିପାଇଁ ଯଦି କାହାକୁ ରେକ୍ଟିଫିକେସନ୍ କରେକ୍ଟ କରିବାର ଅଛି ତାକୁ ନେଇକି ସାଇଡ଼୍ରେ ପର୍ସନାଲ୍ ନେଇକିରି ଆଜ୍ଞା ଆପଣଙ୍କର ଏଇ ଜିନିଷଟା ମୋତେ ଟିକେ ଇଏ ଲାଗିଲା, ତ କ୍ଷମା କରିକିରି ଯଦି କି ମୋର ଏମିତି କହିବାର ଅଛି କି ମୋ ଭିତରେ ବହୁତ ସାରା ଅନେକ ଖରାପ ଗୁଣ ଅଛି, ଏଥିପାଇଁ ମୁଁ ଆପଣଙ୍କ ଭଲ ଗୁଣ ଦେଖିପାରୁନି, ହଁ କିନ୍ତୁ ମାନେ କ୍ଷମା କରିବେ, କିନ୍ତୁ ଏଇ ଗୁଣଟା ମୋତେ ଟିକେ ଇଏ ଲାଗିଲା, ଆପଣ ଟିକେ ଇଏ ହେବେ, ତ ସେ ଜାଣିଦେବ ନାଇଁ ଏଇ ଗୁଣଟା ମୋତେ ଚେଞ୍ଜ କରିବାର ଅଛି, ବୁଝିପାରିଲେ। ସେମିତି ଆଉ କେବେ କାହା ନିନ୍ଦା କରିବା କଥା ନୁହେଁ, କାରଣ ଯଦି ଆପଣ ଯଦି ତାକୁ ଯଦି ପ୍ରଶଂସା କରୁଛନ୍ତି ତା ଭଲ ଗୁଣଟା ଆପଣଙ୍କ ପାଖକୁ ଆସିବ, ନିନ୍ଦା କଲେ ତା ନିନ୍ଦା ଗୁଣଟା ଆପଣଙ୍କ ପାଖକୁ ଆସିବ, ବୁଝିପାରିଲେ। ଆଉ ଗୋଟେ କ'ଣ ହୁଏ ନା, କୁହାଯାଏ ଏଇଟା ସଟଲ୍ ଜିନିଷଟା, ମୁଁ ଯଦି ଧର ଘନଶ୍ୟାମର ଗୋଟେ ଭଲ ଗୁଣ ଅଛି, ମୁଁ ଯଦି ତାକୁ କହିବି ସିଏ ସେଇଟା ମାନେ ସେଇ ଗୁଣକୁ ନେଇକି ତାକୁ ଯଦି ମୁଁ ଆରୋପ କଲି, ତାମାନେ କ'ଣ ମୋର ଈର୍ଷା ଅଛି ତାକୁ ତା ଉପରେ ସେଇ ଗୁଣ ନେଇକିରି, ବହୁତ ବହୁତ ଭିତର ଜିନିଷଟା ଏଇଟା, ମୋର ଇଚ୍ଛାଟା ଅଛି, ମୁଁ ସେଇଟା କରିପାରୁନି ବୋଲିକିରି ମୁଁ ତାକୁ କହୁଛି କି ଇଏ ବାଗ କରୁନି, କି ମୋ କାପାସିଟି ଅଛି ସେଇଟା କରିବାକୁ, ତାର କାପାସିଟି ଅଛି, ଠିକ୍ ଅଛି ଟିକେ ଭୁଲ ହେଇଗଲା, କିନ୍ତୁ ମୁଁ ଏଇଟା କରିପାରୁନି ବୋଲିକି ତାକୁ ମୁଁ ଦୋଷାରୋପଣ କରୁଛି, ସେଇଟା ହେଉଛି ମାନେ ଇଏ ଜିନିଷଟା। ସେଥିପାଇଁ ସବୁବେଳେ ଭକ୍ତ ସର୍କଲରେ ଆମକୁ କ'ଣ କରିବାର ଅଛି ନା, ଆମକୁ ସବୁବେଳେ କେବେ ଦୋଷ ଦେଖିବାର ନାହିଁ। ଦୋଷ ହେଲା ମାନେ ଜଗନ୍ନାଥଙ୍କର ଚକାଡୋଳା ପରା ଏଡ଼େ ଏଡ଼େ ଆଖି ପତା ନାହିଁ। ଜଗନ୍ନାଥ କ'ଣ କରନ୍ତି, ଯେଉଁ ଆସନ୍ତି ରଥଯାତ୍ରା ଟାଇମ୍ରେ ସେ କ'ଣ କରନ୍ତି ଜାଣିଛନ୍ତି, ସିଏ ଏଡ଼େ ଆଖିରେ ଦେଖିବେ। ଆମେ ଯଦି ଗୋଟେ ପାହାଡ଼ ଭଳିଆ କ'ଣ ପାପ ଜମା କରି ରଖିଛେ, ଭଗବାନ କହିବେ ହଁ ଇଏ କ'ଣ ଇଏ କିଛି ପାପ ନାହିଁ ହେଲା, କିନ୍ତୁ ଯଦି ଗୋଟେ ଫୁଲ କି କ'ଣ ନଡ଼ିଆଟେ ଦେଇ ଦେଉଛେ, ଭଗବାନ ଦେଖିବେ ଏଡ଼େ ଗୋଟେ ଆଖିରେ ଦେଖିବେ, ହଁ ମୋତେ ଗୋଟେ ଫୁଲ ଦେଇଦେଲା, ମୋତେ ଗୋଟେ ନଡ଼ିଆ ଦେଇଦେଲା, ଭଗବାନ ଦେଖି ଦେଉଛନ୍ତି ଏତେ ପାପକୁ ଛାଡ଼ିକିରି କିଛି ଗୋଟେ ଭକ୍ତି ଯଦି କରୁଛି ବି, କିଛି ଭକ୍ତିରେ କିଛି ଦେଉଛି, ତାକୁ ଏତେ ମହାନରେ ଦେଖୁଛନ୍ତି, ଆମେ କାହିଁକି ଭକ୍ତର ଏତେ ଗୁଣ ଥାଇକିରି ଆମେ ଯଦି ଗୋଟେ ଖରାପ ଗୁଣକୁ ସବୁବେଳେ ଦେଖିବା, ସେଇଟା କ'ଣ ଠିକ୍ କି? ଠିକ୍ ନାହିଁ ନା। ତାପରେ ଦେଖନ୍ତୁ ଆଉ ଗୋଟେ କଥା, ଯେତେ ବି ସେ ଭକ୍ତି ଜୀବନରେ ଆସିବା ଆଗରୁ ସେ କ'ଣ ଥିଲା, ସେ ନର୍ମାଲି ଇଏ ଥିଲା ନା, ସମସ୍ତଙ୍କ କିଛି ନା କିଛି ଉଣା ରହିବ ହେଲା, କିନ୍ତୁ ସେ ଟ୍ରାଏ ତ କରୁଛି ଚେଞ୍ଜ ହେବା ପାଇଁ। ଆଉ ଗୋଟେ କଥା, ଯିଏ ହରେ କୃଷ୍ଣ ମହାମନ୍ତ୍ର କରିଛି ହେଲା, ଯିଏ ହରେ କୃଷ୍ଣ ମହାମନ୍ତ୍ର କରିଛି, ତାର ଯେତେ ଖରାପ ଗୁଣ ଥାଉ, ସେ ହରିନାମ ନେଇଛି, ପାଟିରେ ହରିନାମ ନେଇଛି ମାନେ ତାର ଇଫେକ୍ଟଟା ସେ ଦେଖେଇବ, ସେ ପ୍ରସାଦ ଖାଇଛି ମାନେ ତା ଇଫେକ୍ଟଟା ସେ ଦେଖେଇବ। ଆଜି ନହେଲେ କାଲି ସେ ଭଲ ଭକ୍ତ ହେବ। ସେତେବେଳେ ଆପଣ ଯଦି ଆଜି ତାକୁ ଅପରାଧ କରିଦେଇଛନ୍ତି, ତା ନାଁରେ କିଛି କହିଦେଇଛନ୍ତି, ତ କାଲିକି ଯଦି ସେ ଭକ୍ତ ହେଇଗଲା, ଶୁଦ୍ଧ ଭକ୍ତ ହେଇଗଲା, ତାକୁ ଆପଣଙ୍କ ଅପରାଧ ଲାଗିଯିବ, ହେଭି ଅପରାଧ ଲାଗିବ। ସେଥିପାଇଁ ସବୁବେଳେ ଅପରାଧରୁ ବଞ୍ଚିବାର ଅଛି। ଭକ୍ତି ହଉ ନ ହଉ, ଅପରାଧରେ ଆପଣ ଷ୍ଟମ୍ବଲିଂ ବ୍ଲକ୍,
गाड़ीटा जाऊँगी गाड़ी स्लो 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 जाऊ धर एठू आमको जेके पहुँचार अच्छे आम स्लो 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 गाड़ी जाऊ किसी असुविधा ना घंटे पर घंटे लगू घंटे पहुँचा स्लो स्लो गाड़ी माने धीरे धीरे भक्ति हो किंतु आम पूरा फास्ट भक्ति करुचे आउ गोटे स्पीड ब्रेकर आसीगला हम्स आसला बड़टा भाटिकी पिटी हेले गाड़ी भांग स्पीड ब्रेकरटा कौन अपराध स्पीड भक्ति करी 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 जाऊे अपराध करदे गोटे पिटी है पूरा गाड़ी भांगीगला माने भक्ति से स्टॉप भक्ति से स्टॉप हो गला तो कौन करार अच्छी कौन करार अच्छी कहतु भगवान भूल मागे हैं कौन करेंगे जहाँ प्रति अपराध होती जाकि क्षमा मागार अच्छी जदि सी क्षमा करदे ताले पुणी आप भक्ति कार्डटा स्टार्ट हो बुझिपार एक कथा यहाँ सेकेंड कथा हूँ आपको प्रभु मु तो जो जाणिकी जापरि यदि न जानी कि गोटे कौन एमती कहीदे कि गोटे खराब भाभी से केस कौन करवा से केस जो सकाଳେ आप कहना शिक्षाष्टकम पर वैष्णव प्रणाम अंशा कल्पतरुवश्य कृपा सिंधु भयवच पतितानां पावनेभ्यो वैष्णवेभ्यो नमो नमः यहाँ कहले कौन जी भी अज्ञात ज्ञात अज्ञात आम भूल मागुचे आ वैष्णव माने माने कौन करुणामय था से क्षमा कर दिखते बुझिपारे तो वैष्णव अपराध है अपराध जेकोसी अपराध अपराध है माने आपन को क्षमा मागे पड़ो आ क्षमा मागुच माने आप दैन्यता अच्छी आप हम्बल नेचरटा अच्छी आप पश्चाताप करुँच भगवान देखिए यहाँ हाँ ये भूल करदेला ठीक अच्छे आम कौन सत्य आम कौन आम तीन टा मोड्रे अच्छु आम तीन टा गुण त्रैगुण अच्छु आम हाँ सत्य माने सत्व रजतम ता बसीभूत होगी आम खरा माने पाप माने जो कौन अपराध कर दूचे किंतु से अपराध को आम रियलाइज कर ना जानी पार्चे ना जी रियल भक्त थी सी सब अपराध रू बचो जदि भी हो जाऊँगी सी जाकि भूल मागे केवे भी संकोच करनी हे मो इज्जत पलैब ताको भूल मागिदेवी नाई ना सेमती हेले आमर भक्ति जीवनटा स्टॉप हो आ भूल मागिले फायदा कौन रिलेशनटा बढ़ो आपन माने हम्बलनेसटा बढ़ो तापर आगे बढ़िया तापर ये कौन है ना आमको हाँ आउ गोटे कथा आम सब जोश आसिक मुझा करदेवी से करदेवी कहीदेवा करार भी अच्छी है जमी अंगद कहले कहले हनुमान ए अंगद नहीं बाकी बानर सेना कहले हनुमान ठीक अच्छे तुम तो जय श्रीराम कही पूरा जोश पूरा कहीदेल पार करदेवी सब करदेवी ताड़ीदेवी पाड़ीदेवी सब करदेवी सीता को नहीं आसबि कर तो क्वेश्चन इज कर तो यहाँ हूँ कथा से आम एंथुसियाज्म कहूचे हाँ प्रभु आम जा यात्रा जा ये करवा लास्ट को नाई प्रभु कामटा पड़ेगा आउ कौन करवा आउ तुम देख सेमती कहना ना बुझिपारे तो कहते माने तो करार अच्छे से तापर जमी आम गोटे एग्जांपल जमी आम नुआ वर्ष हेल्ले न्यू इयर रेजोल्यूशन नौ ना नहीं न्यू इयर रेजोल्यूशन माने कौन नुआ वर्ष है नुआ वर्ष में मुझे लिखिदेवी ए करी ए दौड़िया जी माने डेली घंटे शास्त्र पढ़ी आई सब सी गोटे सप्ताह खंडे गला बेलू सी सबू सब पानी पड़ी जाए गोटे एग्जांपल कौन आमर धर गोटे लोकटा जिम को गला जिम 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 बड़ी बड़ी बनाती से जिम को गला जिम मालिक को कहला आउ आज्ञा मोर रेजिस्ट्रेशन कर दिखाँ मुझे काली आसबि जिम है 1 जनवरी रू आसबि तो सी कहला नाई आज्ञा सब सीट फुल हो गला आउ एंट्री ना से सी टी मन दुख कला से डाकी कौच सप्ताह पर आप आसतु सीट खाली रही है सप्ताह पर आस सीट खाली रही कहीं ये जो लोक सब नुआ नुआ जिम पूरा जोश रे नुआ वर्ष जिम करी पलि सप्ताह पर सब अदा खाली है तो सहीटा हूँ कथा ताने हूँ कौन आमको जोटा आम कहीचे मैंने आम क्या जवाब देचे मैंने करार अच्छे जदि किसी हठात किसी प्रोब्लेम आस इंटिमेट आगुरी जनइबार अच्छे तापर कौन ना आम जो हनुमान कही ना से जंप हनुमान कौन कले ना मेरु पर्वत चढ़िले चढ़ी जय श्रीराम करके जंप मारले जंप मारे गले से कौन एबे कौन हो ना देखो भक्ति जीवन में आमर मेन बाधकटा हूँ आमर जो षड़ रिपु अच्छा 6 अनर्थ कौन कौन किए कहींपारे काम क्रोध लोभ मोह मद मत्सर्य ए 6टा भितर आपण 5टा जाक पलैब
जदि भक्ति पूरा इंटेंस कले पूरा भलसे कले 5टा जाक पलि पारे लास्ट जिनसटा लास्टा कौन मश्चर्य मश्चर्य माने कौन कि एनवी जेलस ईर्षा ईर्षा भावना रहिबो पूरा डीप रूटेड हार्ट रो भीतर थाए आप जापर ना आप ना ना मुझे तो सब भक्त मान ये किंतु से बहुत डीप रूटेड मैं जापर केत ईर्षा भावना पलि तो से कौन होना जो हनुमान जंप मारिक जाइंट तांकर कौन ना सी जो नदी जो कौन समुद्र पार कर गला बेलू 3टा ऑब्स्टैकल ऑब्स्टैकल माने 3टा बाधा आई से बाधाटा को आचार्य मैंने कंपेयर करमर माने लाइफ रे आम जीवन रे से बाधा गुड़ा आसे कौन कौन फास्ट हूँ जो फास्ट से जंप मारी गले सी मयानक गोटे पर्वत अच्छी सी भेटिला मयानक पर्वत आचार्य मैंने कहते सी हूँ हनुमान गोटे पूर्वज है पूर्वज हेटू हनुमान ना जो जंप मारी जाऊे हेटू मयानक पर्वत कहला रिक्वेस्ट कला कि आउ हनुमान आ गोटे कम कर तुम तो एत भल सेवाई जाऊच माने रामचंद्र सेवाई जाऊच सीता को ठाब करने जाऊच एत बड़ महान सेवा करुच आते बड़ कष्ट लांघिकी जाऊच टिके मो पर रेस्ट नहीं जाओ तापर पुणी आउ थे लांघिकी जीव टिके रेस्ट ना असुविधा हो कि ना आराम से ये मोर पहाड़ में जड़ी बुटी सब अच्छे खाई पीकी पुणी आउ थे जीव सेठू कौन है ना हनुमान कौन कले हनुमान कले कि नाई नाई ताको हाथ जोड़ी नम्र नवेदन कले नाई मु जेहेतु गोटे मिशन रे जाइछि मिशन कौन मु सीता को ठाब करने जी लंका जी किंतु जदि मुझे रेस्ट नहीं जाऊँगी ताने कौन मो मिशन रू डेविएट हो गली मो मिशन रू हटिगली तो एठू आमको कौन शिक्षा मिलूँ कि आम कंफर्ट जोन सब बेले खोजानी कंफर्ट जोन माने हाँ आराम मते ये सेवा मिलले मु आराम से करदेवी हाँ प्रभु एत चलने टिके रेस्ट नहीं जावा हाँ प्रभु एत दिन तो संडे प्रोग्राम है सप्ताह जाक पूरा 4टा ये संडे प्रोग्रामटा छाड़दवा ये संडे प्रोग्राम टिके आराम करवा नेक्स्ट वीक करवा ना आम धर धर फॉर एग्जांपल आम जाइचे ये आम पैसा कलेक्शन करूँ आमर प्रोग्राम भाई हाँ प्रभु 3 दिन तो है कलेक्शन कले आए गोटे दिन नगले हेनी तो सही गोटे दिन कलेक्शन रहीगला कि सही गोटे दिन आउ सब बेनिफिट होता जानी था प्रोग्रामटा हो जापर तो माने कौन कह बुझीपे कि जिते सेवा गोटे आमको मिली कि गोटे मिशन मिली ना आमको यही सेवाटा करार अच्छी तो से सेवार आम आलस्य देखेबानी कंफर्ट खोजानी केबे कंफर्ट मिल पारे केबे कंफर्ट मिलूनी ए मायापुर रे जो मायापुर यात्रा अच्छी कहे ये खरा हो मम्मी कहली मुझे जाऊनु मायापुर यात्रा जाइनु ना खरा हो खरा हो भगवान को देखा तो खरा बहुत माने कष्ट माने माने कौन आराम सब दरकार गाड़ी पूरा रेडी हो टिकेट हो जाए एसी रे आराम से जीवु हम गाड़ी भितर गले लोक किए नथिबे पूरा दर्शन पूरा खोला खोली मिलुथो प्रसाद रे कूपन कूपन किछि नाही बसिबु जाई खाइबु सब सुविधा सब हम कि नहीं तो कष्ट सुविधा जब मिलगला भगवान आउ ये करे देखो आप फॉर एग्जांपल मुझे कहूँ भगवान आपन को गोलोक धाम ने आपन को टेस्ट करेंगे आम परिवा हाट को जाऊे गोटे कोबी एठी देखुचे जदि आउ 10टा जगह जाए पचारुचे कोबी की परीक्षी निरीक्षा कर देखुचे कोबी हो परिवा हो आई गोटे सामान्य कोबी परिवाटे किनिया को आम 10टा जगह बुलुचे भगवान गोलोक धाम आमको ने सी आमको परीक्षा करेंगे सब सब आराम रे सब चल आराम पूरा हो कि नाई कष्ट कसटी पछरे घसीबे केते कष्ट सोची आ टॉलरेंस एटा होची टॉलरेंस कि माने प्रोवोकिंग सिचुएशन रे जेतले सिचुएशन आसुची आपन की गाली दउची कोन करूची कि कष्ट होची खरा होची से सिचुएशन हम कोन करूचंती बैक स्टेप नउचंती कि नाय दरकार नाय मते एते कष्ट की सहिबो चलो धर वृंदावन नेबे माताजी कि चलनांदी हमरो जीवा एठी की वृंदावन से जो गोवर्धन परिक्रमण करवा ना मो प्रभु जी गोवर्धन परिक्रमण चल चली किए कर ऑटोटे भड़ा करदे ऑटोटे भड़ा करदे आराम जी हाँ तादे पानी पानी ठंडा पानी रखिया जूस रखिया ये सी भी ठीक अच्छे तार भी फल मिल कि कष्टा जो तो करेंगे चल चली से भगवान देखिए ना ये कौन धाम झील मैंने कष्ट करेंगे टिके सहे ना ठीक अच्छे ऑटोटे मिल आप कष्ट झाड़ बुआ धनटा आप देते सेटा भगवान देखिए ना नहीं मो चली चली जर हो गला जो रिजर्वेशन
ଆଗେ ଆଗେ ହେଇଗଲା ଆଉ ୱେଟିଂରୁ ଆଗେ ହେଇଗଲା ଆପଣ ସବୁ ପଛରେ ନା ସେମିତି କିଛି ନାହିଁ ଭଗବାନ ଦେଖିବେ ଆପଣଙ୍କର ମନୋବୃତ୍ତି ଥିଲା ନା ତ ସେଇଟା ମୁଁ କହିବା କଥା ହଉଛି ସେଇଟା କମ୍ଫର୍ଟ ଆମେ ଖୋଜିବାନି ସେଠି ଗୋଟେ ମାନେ ଭଲ ଷ୍ଟେଟମେଣ୍ଟ ଅଛି ରାମ ଚାହିଏ ତ ଆରାମ ନେଇ କରନା ହେଲା ରାମ ଦରକାର ତ ଆରାମ କରିବାର ନାହିଁ ସେଇଟା ହଉଛି କଥା ଠିକ୍ ଅଛି ସେଥିପାଇଁ ତ ଭଗବାନ ଅଟୋ ଯୋଗାଡ଼ କଲେ ନା ଅଟୋ ବି ରଖିଛନ୍ତି ଭଗବାନ ଏନେ କେନେ ପ୍ରକାର ନା ଆପଣ ବୁଲନ୍ତୁ କିନ୍ତୁ ଯାହାର ସମ୍ବଳ ଅଛି ଆମର ସମ୍ବଳ ଅଛି ଆମେ କହିବୁ ନାଇଁ ମୁଁ ଏମାନେ ଯାଉଛନ୍ତି ଆମେ ଆଉ ହଉ ଚାଲ ବସିକି ପଳେଇବା ଅଟୋରେ ଆଉ କ'ଣ ଆଉ ଚାଲିବା ଯିବା ସେଇଟା ଭଗବାନ ଦେଖିବେ ଆର କାପାସିଟି ଥିଲା ଏଇ ଗଲାନି ବୁଝିପାରିଲେ ସେଇଟା ହଉଛି କଥା ତ କିନ୍ତୁ ଆଉ ଦେଖନ୍ତୁ ହନୁମାନ କେତେବେଳେ କେମିତି ତାଙ୍କୁ ମନା କଲେ ହନୁମାନ ନାଇଁ ମୋର ତୁ କ'ଣ ମୋତେ ରଖୁଛୁ ମୋ ସେବାରେ ତୁ କ'ଣ ତୁଚ୍ଛ ଗୋଟେ ପର୍ବତ ତୁ କ'ଣ ମୋତେ ରଖୁଛୁ ମୁଁ ଯାଉଛି ସେବା କରିବାକୁ ଆମର ସୀତାମାତାଙ୍କୁ ଠାବ କରିବାକୁ ତୁ କ'ଣ ମୋତେ ଆଶ୍ରମ ମାନେ ଇଏ କରିବାକୁ ଯାଉଛୁ ଗୋଟେ ଗୋଇଠା ଦେବି ଯେ ତୁ ଭାଙ୍ଗି ଯିବୁ ଜାଣିଛୁ ନା ଗନ୍ଧମାଦନ କ'ଣ ପର୍ବତଟା ଉଠେଇକି ଆଣିଥିଲି ଏମିତି କହିଲେ କି ନାଇଁ ହମ୍ବଲି କହିଲେ ହମ୍ବଲି ମାନେ ନମ୍ର ଭାବରେ କହିଲେ ନାଇଁ ନାଇଁ ଦେଖ ମୁଁ ସେବା ପାଇଁ ଯାଉଛି ଠିକ୍ ଅଛି ତୁମେ ଯଦି କହୁଛୁ ଗୋଟେ ପାଦ ଏମିତି ରଖିଦେଲେ ଠିକ୍ ଅଛି ତମର ବି ଯେତେବେଳେ କିଏ ଭକ୍ତ ଧର ଆମକୁ କହୁଛନ୍ତି ସେବା ଦେଉଛନ୍ତି ଆମେ ଜାଣୁଛୁ ଧର ଏଇଟା କରିପାରିବାନି ଏମିତି ସବୁ ସେବା ସବୁବେଳେ କରିଦେବା କରିପାରିବେ ଜାଣିପାରିବେନି ପ୍ରଭୁ କ୍ଷମା କରନ୍ତୁ ଆଉ ଏଇପଟେ ମୁଁ କରିପାରିବିନି ତ ମୋତେ ଅଲଗା ଗୋଟେ କ'ଣ ଦିଅନ୍ତୁ ସେବାଟା କି ନହେଲେ କମେଇ ଦିଅନ୍ତୁ କି ନହେଲେ ଆଉ ଗୋଟେ କେଉଁ ଭକ୍ତକୁ ଦିଅନ୍ତୁ ଆମେ ମିଶିକି କରିବୁ ଏଇ ଜିନିଷଟା କି କେବେ ଧର କେଉଁ ପ୍ରଭୁକୁ ଡାକୁଛନ୍ତି ପ୍ରଭୁ ଆସେ ଯିବା ଏଠିକି ଯିବା ନାଇଁ ପ୍ରଭୁ ଆଜି ମୋର ଧର ପରୀକ୍ଷାଟା ଅଛି ମୁଁ ଯାଇପାରୁନି ହମ୍ବଲି କହିବାର ଅଛି ସବୁବେଳେ ନମ୍ର ଏଥିପାଇଁ ପ୍ରଭୁ ସବୁବେଳେ କୁହନ୍ତି ଆମେ ମେଣ୍ଢା ଛୁଆ ଭଳିଆ ହେବା ଦରକାର କେଉଁଠି ଭକ୍ତମାନଙ୍କ ସଙ୍ଗରେ ମେଣ୍ଢା ଛୁଆ ଯେମିତି କଅଁଳିଆଟା କିଛି କରିପାରିବନି ସେ ଆମେ ଏମିତି ଚୁପ୍ ସବୁବେଳେ ସମସ୍ତଙ୍କ ଆଗରେ ନତମସ୍ତକ ହେବା ମେଣ୍ଢା ଛୁଆ କିନ୍ତୁ ବାହାରକୁ ଯେତେବେଳେ ଆମେ ଯାଉଛନ୍ତି ହେଲା ପୁରା ଲାୟନ ଭଳିଆ ସିଂହ ଭଳିଆ ଯାଇକି ମାନେ କ'ଣ ଏମିତି ନାହିଁ ଫାଇଟିଂ କରିବା ଯାଇକି ସେଠି ସେମିତି ନାହିଁ ଫିଲୋସଫି ପୁରା ତାଙ୍କୁ ପୁରା ଭଗବାନଙ୍କ ଆଉ ଭକ୍ତଙ୍କ ବିଷୟରେ ଯିଏ ଇଏ ଏପଟ ସେପଟ କହୁଛି ସିଧା ତାଙ୍କୁ ପୁରା ଜବାବ ଦେବାର ଅଛି ପୁରା ବୋଲ୍ଡଲି ପ୍ରିଚିଂ କରାଯାଉଛି କୃଷ୍ଣ ହେଉଛନ୍ତି ଭଗବାନ ଏଇଟା ସେବା କର ତାଙ୍କର ଶ୍ରବଣ କର ତାଙ୍କ କୀର୍ତ୍ତନ କର ତାଙ୍କ ନାମ ଜପ କର ପ୍ରସାଦ ଖାଅ ଭଗବାନ ପାଖକୁ ଯିବ ପ୍ରଭୁପାଦ କହିଲେ ପ୍ରଭୁପାଦଙ୍କ ଫିଲୋସଫିଟା ଏଷ୍ଟାବ୍ଲିଶ୍ କରିବା ଦରକାର ଏଇଟା ହେଉଛି ତା ମିନିଂଟା ବାହାରେ ଯାଇକି ପୁରା ଏମିତି ରୋଡ୍ କରିବାର ଅଛି ଡରିବାର ନାହିଁ ସେ ଗୋଟେ ଦୁଇଟା କୋଶ୍ଚିନ୍ ପଚାରିଦେବେ ହଁ ସତ କଥା ତ କୃଷ୍ଣ ତ ମରିଯାଇଥିଲେ ଗୋଡ଼ରେ ବାଜିଥିଲା ତୀର କୃଷ୍ଣ ତ ଏତେ ରାଣୀ ରଖିଥିଲେ ସତରେ କ'ଣ ସେ ଇଏ କି ଚୋରି ମୋରି କରୁଥିଲେ ସେ କ'ଣ ଶୁଣିଥିଲି ଆରେ ସିଏ କ'ଣ ଜାଣିଛନ୍ତି ଅଭକ୍ତ କୃଷ୍ଣ କହିଲେ ନା ଭକ୍ତ୍ୟା ମାମ୍ ମମି ଜାଣନ୍ତି ମୋତେ କିଏ ଜାଣିବ ଭକ୍ତମାନେ ହିଁ ଜାଣିବେ ଅଭକ୍ତ ଜାଣିପାରିବ କି ସେ ଲୀଳା କରିଛନ୍ତି ବା ଏଥିପାଇଁ ଅଭକ୍ତ ଜାଣିପାରିବେନି ବୋଲିକି ବୁଝିପାରିଲେ ସେଇଟା ତାପରେ ନେକ୍ସଟ ତାକୁ ପାର କରି ଗଲେ ସେଠି ଆମେ କ'ଣ ଜାଣିବାର ଅଛି ଏଠି କ'ଣ ଶିଖିଲେ କମ୍ଫର୍ଟ ଜୋନ୍ ସବୁବେଳେ ମିଳିବନି ଆରାମରେ ସୁବିଧାବାଦୀରେ ସବୁ କାମ କରିବାନି କେତେବେଳେ କଷ୍ଟ ଆମକୁ ଟିକେ ପୁsh କରିବାର ଅଛି ତାପରେ ନେକ୍ସଟ ଯେତେବେଳେ ଜବ୍ ମାରି ଯାଉଛନ୍ତି ନେକ୍ସଟ ଅନର୍ଥଟା କ'ଣ ଆସୁଛି ଆମର ଗୋଟେ ଅସୁରୁଣୀ ଆସିଲା ସୁରସା ତା ନାଁ ହେଉଛି ସୁରସା ସୁରସା ହେଉଛି କ'ଣ ଗୋଟେ ସାପ ଭଳିଆ ହେଲା ଆଉ ତା ମୁହଁଟା ଏଠି ସେ ସୁରସା କ'ଣ କହିଲା ତତେ ମୁଁ ଏଠୁ ମାନେ ଯିବାକୁ ଦେବିନି ଯିଏ ବି ଏଠିକୁ ମୋର ଯାଆନ୍ତି ମୋ ପାଟି ଭିତରୁ ହେଇକି ଯାଆନ୍ତି ଆଉ ପାଟି ଭିତରୁ ହେଇକି ଯାଆନ୍ତି ମାନେ କ'ଣ ପାଟି ଭିତରେ ପଶିଲା ବେଳେ ଖାଇଦେବେ ତାକୁ ଆଉ କ'ଣ ପାଟି ଭିତରୁ ହେଇକି ଯାଆନ୍ତି ଆଉ ହେଲା ସେଠି କ'ଣ କଲେ ନା ହନୁମାନ ସେଠି କ'ଣ କଲେ ନା ତାଙ୍କ ସାଇଜ୍କୁ ବଢ଼େଇଲେ ଇଏ ତ ସାଇଜ୍ ବଢ଼େଇଲା ପାଟିର ସାଇଜ୍ ବଢ଼େଇ ଚାଲିଲେ ହନୁମାନ ଜାଣିଲେ ସେଠି କହିଲେ ଆର ଅହଙ୍କାର ବହୁତ ଅଛି ପୁରା ବଢ଼ୁଛି ବୁଷ୍ଟ ଆମେ କହୁଛୁ ନା ମୋ ଛାତି ଫୁଲିଗଲା ମାନେ କ'ଣ ଅହଙ୍କାର ବହୁତ ଅହଙ୍କାର ମୋତେ ସେ ଏମିତି କହିଦେଲା ମୁଁ ଦେଖ କେତେ କାମ କରୁଛି ମୁଁ କେତେ ସେବା କରୁଛି ଦେଖ ତୁ କ'ଣ ସେବା କରୁଛୁ ଭଗବାନ ସବୁ ସହିବେ ଅହଙ୍କାର ସହିବେନି କେବେ ଚୈତନ୍ୟ ମହାପ୍ରଭୁ ଯେତେବେଳେ ମାନେ ଆମର ମାନେ ଚୈତନ୍ୟ ରାଧାରାଣୀ କ'ଣ ହେଇଛି ନା ଦିନେ ସେ ବହୁତ ମାନେ ଗର୍ବିତ ଅଛନ୍ତି କି ସବୁ ଗୋପୀମାନଙ୍କ ଭିତରେ ମୋତେ ମୁଁ ଶ୍ରେଷ୍ଠ ମୋ ପାଖେ ସବୁବେଳେ କୃଷ୍ଣ ରହୁଛନ୍ତି ମୋ ଗୁଣଗାନ କରୁଛନ୍ତି ମୁଁ ଡାକିଲେ ପଳେଇ ଆସୁଛନ୍ତି ମୋତେ ଝୁରୁଛନ୍ତି ଏମିତି ଭାବିଦେଲେ ଭଗବାନ କହିଲା ତାଙ୍କର ଇଏ ହଁ ତାପରେ ଆଉ ଗୋଟେ କଥା କହିଲେ କି ତମେ ଗୋଟେ ଫୁଲଟା ତୋଳିବି ତମେ କୃଷ୍ଣ ନୁହଁ ତମ ଉପରେ ଚଢ଼ିକି ମୁଁ ଫୁଲଟା ଦେଇ କରିବି ସେ କୃଷ୍ଣ କରିଥାନ୍ତେ କିନ୍ତୁ ତାଙ୍କ ଭାବଟା କ'ଣ ଥିଲା ଗର୍ବ ସେଇଠୁ କ'ଣ ହେଲା ନା ଏଠୁ ଏମିତି ଚଢ଼ିଛନ୍ତି ନା କ'ଣ କୃଷ୍ଣ ଉଭା ହେଇଗଲେ ସେଇଠୁ ସେ ପଡ଼ିଗଲେ ଲୋକ ସବୁ ହସିଲେ
ଏମିତି ତ ଗର୍ବ କେବେ ସହିବେନି କୃଷ୍ଣ, ସବୁ ସହିବେ, ଗର୍ବ ସହିବେନି। ଯେତେବେଳେ ଆମର ଯେଉଁ ଫୋଡ଼ା ହୁଏନି, ଫୋଡ଼ା ଏ ଯେଉଁ ପୂଜ ଯେଉଁ ବଏଲ୍ସ ହୁଏ, ସେଇଟା କଷ୍ଟ ଲାଗେ। ଧର ଏଇଠି ଗୋଟେ ଫୋଡ଼ାଟେ ହେଇଛି, ତାକୁ ଆମେ କ'ଣ କରୁ, ଚିପିକିରି ତା ମଞ୍ଜିଟା କାଢ଼ିଦେବୁ। ମଞ୍ଜିଟା କାଢ଼ିଦେଲେ ସେ ଅଟୋମେଟିକାଲି କ୍ଲିନ୍ ହେଇଯିବ, ଭଲ ହେଇଯିବ। ଯେପର୍ଯ୍ୟନ୍ତ ମଞ୍ଜି କଢ଼ା ହେଇନି, ଖାଲି ସେ ପୂଜଟା ବାହାର କରିଦେବା, ସେ ପୁଣି ପୂଜ ପସ୍ ହେଉଥିବ। ବୁଝିପାରିଲେ? ତ ଭଗବାନ କରନ୍ତି ନା, ଯେତେବେଳେ ଦେଖିବେ କି ମୋ ଭକ୍ତଙ୍କ ଭିତରେ ଏଇ ଯେଉଁ ଗର୍ବ ଭାବନାଟା ଆସିଯାଇଛି, ତାମାନେ କ'ଣ ଫୋଡ଼ାଟା ଆସିଲାଣି। ବୁଝିପାରିଲେ? ତ ତାକୁ ଯଦି ମୁଁ ଖାଲି ଜଷ୍ଟ ଟିକେ ଡ୍ରେସିଂ କରିଦେଉଥିବି, ଖାଲି ପୋଡ଼ିକି ଟିକେ ଖାଲି ପୂଜା ବାହାର କରିଦେଉଥିବି, ସେମିତି ହେଲେ ପୁଅ ସମ୍ପୂର୍ଣ୍ଣ ଭଲ ହେବନି। କ'ଣ କରିବେ ନା, ଭଗବାନ ଅପରେସନ୍ କରିବେ। ଡକ୍ଟର ଅପରେସନ୍ କରୁଛି ନା, କାହା ଗୋଟେ ବାବୁଟେ ହେଇଛି, ପଥରଟେ ହେଇଛି, ତାକୁ ଅପରେସନ୍ କରିକିରି ସେ ଅପରେସନ୍ ଟାଇମ୍ରେ କାଟୁଛି। ସେ ପିଲାଟା ମୁଁ ଦେଖିଛି, ପିଲା ଗାଳି ଦେଉଥିବ ସେ ଡକ୍ଟରକୁ, କିନ୍ତୁ ଡକ୍ଟରଟା କେଉଁଥିପାଇଁ କରୁଛି ଅପରେସନ୍, ତା ଭଲ ପାଇଁ। ଟିକେ ଏବେ କଷ୍ଟ ସହିଯା, ତାପରକୁ ପୁରା ଭଲ ହେଇଯିବ। ବୁଝିପାରିଲେ? ସେଥିପାଇଁ ଭଗବାନ ଯେତେବେଳେ ଆମର ଇଏ ଆସେ, ଗର୍ବଟା ଆସେ, ଭଗବାନ କହନ୍ତି ନା, ସେ ଏମିତି ସିଚୁଏସନ୍ କ୍ରିଏଟ୍ କରିବେ ଯେମିତି ଆମ ଗର୍ବଟା ଭାଙ୍ଗିବ, ଆମେ ହ୍ୟୁମିଲେଟ୍ ହେଇଯିବା। ଯେଉଁଠି ଭାବୁଥିବେ ମୁଁ ଏଇଟା କରିଦେବି ସେଇଟା କରିଦେବି କହୁଥିବେ, କିନ୍ତୁ ସେଇ ଟାଇମ୍ରେ ଆମେ କରିପାରୁନଥିବା, ତାହେଲେ କ'ଣ ହେବ ନା, ଆମ ଗର୍ବଟା ଭାଙ୍ଗିବ, ଲୋକ ହସିବେ ଆମ ଉପରେ, ଗର୍ବଟା ଭାଙ୍ଗିବ। ସେ ଗର୍ବଟା ଭାଙ୍ଗିଲେ କ'ଣ, ଦୈନ୍ୟଟା ଆସିବ, ମାନେ ହମ୍ବଲନେସ୍ ଭାବନା ଆସିବ। ତ ସେଇଟା ଭଗବାନ ଇଏ କରନ୍ତି, ଅପରେସନ୍ କରନ୍ତି। ତ ଆର କ'ଣ ହେଲା, ଇଗୋଟା ପରେ ପଳେଇଲା, ଇଏ ବଢ଼ୁଛନ୍ତି ଆକାର, ସିଏ ବଢ଼ୁଛନ୍ତି। ହନୁମାନ ଜାଣିଗଲେ ନାଇଁ, ସେଠୁ ହନୁମାନ ଚାଲାକ ବୁଦ୍ଧି ଆପ୍ଲାଏ କଲେ। କ'ଣ କଲେ, ପୁରା ଛୋଟ ହେଇକିରି ତା ପାଟି ଭିତରକୁ ଗଲେ, ପୁଣି ଏପଟକୁ ଜମ୍ ମାରିଦେଲେ, ହେଲା, ତା କଣ୍ଡିସନ୍ ସରିଗଲା, ହେଲା ନାଇଁ। କୃଷ୍ଣ ଭକ୍ତ ବଡ଼ ଚତୁର ପରା, କୃଷ୍ଣ ଭକ୍ତ ବଡ଼ ଚତୁରତାରେ କାମ କରିବେ। ଧର କିଏ ଆସୁଛି ଆମ ସାଙ୍ଗରେ ଗପିକିରି ଟାଇମ୍ ୱେଷ୍ଟ କରିବାକୁ ଚାହୁଁଛି, ଆମେ ଜାଣିଦେଲେ ଏଇଟା ଆଉଛି, ଏଇଟା ଗପିକି ଟାଇମ୍ ୱେଷ୍ଟ କରିବାକୁ ଚାହୁଁଛି, ମୁଁ କେମିତି ଖସିବି ଆଠରୁ। ହଉ ଆଜ୍ଞା, ଫୋନ୍ଟା ଏଠି ଫୋନ୍ ଆସୁନଥିବ, ଇଏ କରିଦେବେ, ମାନେ କଲର୍ ଟ୍ୟୁନ୍ଟା ବଜେଇଦେବେ, ଆଜ୍ଞା ଫୋନ୍ଟା ଆଇଲାଣି, ପଳେଇବେ, ହେଲା। ନହେଲେ ଆଉ ଗୋଟେ ଆଚାର୍ଯ୍ୟ ବଢ଼ିଆ କଥାଟା ଶୁଣନ୍ତୁ। ଆଉ ଗୋଟେ ଆଚାର୍ଯ୍ୟ ଅଛନ୍ତି ଆମର ଜୀବ ଗୋସ୍ୱାମୀ, ହେଲା। ସିଏ ଏଇ ଷଡ଼ ଗୋସ୍ୱାମୀ ଭିତରୁ ଜଣେ ଅଛନ୍ତି, ସିଏ ପୁରା ମାନେ ସ୍କଲରଲି, ପୁରା ମାନେ ହାଇଲି ଏଜୁକେଟେଡ୍, ପୁରା ତାଙ୍କର ସବୁ ଶାସ୍ତ୍ର ଲେଖିଛନ୍ତି, ବହୁତ ଇଏ କରୁଛନ୍ତି। ତାଙ୍କୁ ଜଣେ ଆସିଲେ, ଜଣେ ମାୟାବାଦୀ, ସିଏ ଆସି କହିଲେ, ମୁଁ ଶୁଣୁଛି ତମେ ଏଇଠି ଭଲ ବିଦ୍ୱାନ, ତମେ ମୋ ସାଙ୍ଗେ ଶାସ୍ତ୍ରାର୍ଥ କର, ମୁଁ ତୁମକୁ ହରେଇବି, ମୁଁ ସମସ୍ତଙ୍କୁ ହରେଇକି ଆଇଛି, ଦିଗ୍ବିଜୟ ପଣ୍ଡିତ ମୁଁ। ସିଏ ଦେଖିଲେ, ସିଏ ତାଙ୍କୁ ହରେଇ ପାରିଥାନ୍ତେ, ଶାସ୍ତ୍ରରେ ତାଙ୍କୁ ହରେଇ ଦେଇଥାନ୍ତେ। ସିଏ ଦେଖିଲେ, କହିଲେ ମୁଁ ଆ ସାଙ୍ଗେ ମାନେ ଶାସ୍ତ୍ରର ଡିବେଟ୍ କରୁଛି, ମୁଁ ଭକ୍ତିରେ ବାଧା ହେବ, ମୁଁ ମାଳା କରିପାରିବିନି। ହଉ, ନାଇଁ ଆଜ୍ଞା, ମୁଁ ତ କିଛି ନୁହେଁ, ମୁଁ ଏ ଲୋକ କହିଦିଅନ୍ତି କ'ଣ 2-3ଟା ବହି ଲେଖିଛି, ଆପଣ ତ ଦିଗ୍ବିଜୟ ପଣ୍ଡିତ, ଆପଣ ତ ଏତେ ଲୋକଙ୍କୁ ଘରେ ଆଣିଛନ୍ତି। ସେଠୁ ସିଏ କହିଲା, ତାହେଲେ ତମେ ଗୋଟେ କାମ କର, ତମ ଆଦେହରେ ସାଇନ୍ ମାର, ତମେ ମୋଠୁ ହାରିଲ ବୋଲିକି, ସାଇନ୍ ମାର, ଆଣନ୍ତୁ। ସାଇନ୍ ମାରିଦେଲେ, ଦେଇଦେଲେ, ଯା, ହେଲା। ତ ବେଳେବେଳେ ଆମେ କାପାସିଟି ଥିବ ତାଙ୍କୁ ଇଏ କରିବା ପାଇଁ, କିନ୍ତୁ ଆମେ ଦେଖୁ ଯଦି ଲୋକଟା ଏମିତି କୁହନ୍ତିନି, ଜାଣିକି ଶୋଇଛି, ମୁଁ ଜାଣିକି ଶୋଇଛି ଏଇଠି, ମୋତେ ଯାଇ ଉଠେଇବେ, ଉଠ ପ୍ରଭୁ ଉଠ, ମୁଁ ଉଠିବି ନା, ମୁଁ ଜାଣିକି ଶୋଇଛି ପରା, ମୋତେ ଉଠେଇ ପାରିବ କି? ନାହିଁ। ସେମିତି ଯଦି କିଏ ଜାଣିକିରି ଚାହୁଁଛି କି ମୁଁ ଆଇଛି ଏଠି ତମ ସାଙ୍ଗେ ଯୁକ୍ତି କରିବାକୁ, ତମେ ଯାହା କହୁଛ ମୁଁ କିଛି ଶୁଣୁନି। ଆପଣ କହୁଛନ୍ତି, କାବେରୀ ମାତାଜୀ ମୋତେ ବୁଝାଉଛନ୍ତି, କୃଷ୍ଣ ହେଉଛନ୍ତି ଏ ଭକ୍ତ, ମୁଁ ଖାଲି ମୋ ମାଇଣ୍ଡରେ କ'ଣ ଅଛି, ପଇସା ସରୁ ସଇଲା, ହଉ, ତାପରେ ମୁଁ ଷ୍ଟାର୍ଟ କରିବି, କାରଣ କିଛି ମୁଣ୍ଡରେ ପଶୁନି ତାର। ତ ସେମିତି ଲୋକଙ୍କ ଠାରୁ ଆମେ ହଉ ପ୍ରଭୁ, ହଉ ଠିକ୍, ହଉ ଆଜ୍ଞା, ଆମେ ଭଲ କହୁଛନ୍ତି, ଚାଲ, ଏମିତି। ସେଇଟା ତ ଏଠି କ'ଣ ହେଲା ନା, ସେଠୁ ଯାଇକି ତା ପାଖରେ ପଳେଇ ଆସିଲେ। ତ ତାର କ'ଣ ହେଲା, ଏଠୁ ଅଟୋମେଟିକାଲି ସେଠି ସିଏ ଜାଣିଗଲା, ନାଇଁ ସେଠୁ ହନୁମାନ ହ୍ୟୁମିଲିଟି ଦେଖେଇଲା, କହିଲା ହଁ ନାଇଁ ଇଏ ତା ଇଗୋଟା ଭାଙ୍ଗିଗଲା। ସିଏ କହୁଥିଲା କି ମୁଁ କାହାକୁ ଛାଡ଼ିପାରିବିନି ଏଠି, ମାନେ ମୋ ସତ୍ତ୍ୱେ କିଏ ଯାଇପାରିବନି, କିନ୍ତୁ ଇଏ ଯାଇକି ତାଙ୍କ ମୁଣ୍ଡ ଖର୍ଚ୍ଚ କରି ପଳେଇ ଆସିଲେ, ତା ଫୁଲଫିଲ୍ ହେଇଗଲା, ମୋ ମୁହଁକୁ ଯାଇକି ପଳେଇ ଆସିଲେ। ସେଠୁ ସିଏ ତାପରେ ଧନ୍ୟ ହେଇକି ତାପରେ ତାଙ୍କୁ ବାଟ ଛାଡ଼ିଦେଲା। ତ ଇଗୋଇଷ୍ଟିକ୍ ଲୋକମାନଙ୍କ ସାଙ୍ଗରେ, ମାନେ ଯେଉଁ ଇର୍ଷା, ଯେଉଁ ଆମର କ'ଣ ପ୍ରାଇଡ଼୍ ବାଲା ଯାହାର ଥିବ, ଅହଙ୍କାର ବାଲାଙ୍କ ଠାରୁ ବେଶୀ ଲାଗିବେ, ସାଇଡ଼୍ ମାରିଯିବେ। ନାଇଁ ଆମେ ଯଦି କହିବା ହଁ ଆଜି ତାକୁ ହରେଇକି ଦେଖେଇବି, ତାକୁ ଆଜି ଭକ୍ତ ବନେଇବି, ନାଇଁ ଆପଣ ଟାଇମ୍ ୱେଷ୍ଟ ହେଇଯାଉଛି। ଆମେ ଯେତେବେଳେ ବହି ପୁସ୍ତକ ବିତରଣ କରିବାକୁ ଯାଉ, ଗୋଟେ ଲୋକ ବହୁତ ଫିଲୋସଫି ପଚାରିବେ, ତାଙ୍କୁ ନବାର ନଥିବ ତାଙ୍କୁ, ସିଏ ଖାଲି ମାନେ ମଜା ନେବା ପାଇଁ ଇଏ କରିବା ପାଇଁ ଇଏ କରିବେ, ମାନେ ହଁ କୃଷ୍ଣ ଇଏ କରିଥିଲେ, ଗୀତା କିଏ ଲେଖିଛନ୍ତି, ଗୀତା କେତେ ବର୍ଷର ଗୀତା, ଗୀତା ସେତେବେଳକୁ ପ୍ରିଣ୍ଟିଂ ପ୍ରେସ୍ ଥିଲା କି, ଲେଖା ହେଇଥିଲା କି, ଏମିତି ସବୁ ପଚାରିବେ। ଆମେ କ'ଣ କରୁ ନା, ହଉ ଆଜ୍ଞା ଠିକ୍ ଅଛି, ଆମେ ଯାଉଛୁ, ତାହେଲେ ଆମର ଟାଇମ୍ ହେଇଗଲାଣି, ଆମେ ଓହ୍ଲେଇବୁ, ଏମିତି କରି ପଳେଇବୁ। ସେଗୁଡ଼ା ଏତିକି କରିବେନି। ତାପରେ ନେକ୍ସଟ କିଏ ହେଲେ, ନେକ୍ସଟ ହେଉଛନ୍ତି
ଯେତେବେଳେ ଆଗକୁ ଗଲେ ସିମ୍ହିକା ସିମ୍ହିକା ବୋଲି ଗୋଟେ ରାକ୍ଷସ ଥିଲା ସିମ୍ହିକା ବୁଝିପାରିଲେ ତ ସେ ସିମ୍ହିକା ସିଏ କ'ଣ ରିପ୍ରେଜେଣ୍ଟ କରେ ଏନଭିନେସ୍ ମାଶ୍ଚର୍ଯ୍ୟତା ତାର ତାର କ'ଣ ହେଲା ସିମ୍ହିକା ମାନେ କ'ଣ ଯେତେବେଳେ ସିଏ ଉଡ଼ିକି ଯାଉଛନ୍ତି ଯାହା ବି କି ଉଡ଼ନ୍ତା ବସ୍ତୁ ଯିବ ତାର ସ୍ୟାଡୋ ତାର ଯେଉଁ ତଳେ ଯେଉଁ ଛାଇଟା ପଡ଼ିବ ପ୍ରତିବିମ୍ବଟା ପଡ଼ିବ ତାକୁ ସିଏ କ୍ୟାପଚର ଧରିଦେବ ସେ ଉଡ଼ି ଯାଇପାରିବନି ତ ହନୁମାନ କ'ଣ ହେଲା ନା ହେଠୁ ସେ ଧରିଦେଲା ଧରିଦେଲା ହେଠୁ ହନୁମାନ କ'ଣ କଲା ହନୁମାନ ସେଠୁ ତାଙ୍କ ସାଙ୍ଗେ ଫାଇଟିଂ କଲେ ଫାଇଟିଂ କରିକି ତାକୁ କ'ଣ କଲେ ନା ଚିପି ଦେଲେ ତା ଭିତରକୁ ପଶି ତାକୁ ଫାଡ଼ିଦେଲେ ତ ସେ ମାଶ୍ଚର୍ଯ୍ୟଟା କେମିତି ହେଲା ଏଠି ମୋତେ କ୍ରସ୍ କରି କେହି ଯାଇପାରିବନି ମୋତେ କ୍ରସ୍ କରି ପଳେଇଲା ମୋଠୁ ବେଶୀ ସେବା କରିଦେଉଛି ମୁଁ ପ୍ରଶଂସା ପାଇଥାନ୍ତି ସିଏ ମୋ ପ୍ରଶଂସା ନେଇଗଲା ସେବା କରିକି ତାକୁ ଦେଉଛି ପାନେ ହେଲା ଏଇ ହେଉଛି ମାଶ୍ଚର୍ଯ୍ୟଟା ଆଗକୁ କିଏ ପଢ଼ୁଥିବ ଆରେ ତମେ ଆଗକୁ ପଢ଼ ଆଗକୁ ଧର ସିଏ ବଢ଼ିଲା ତମେ ବି କମ୍ପିଟିସନ୍ ହିଁ ଆଗକୁ ବଢ଼ ନା ମୁଁ ତା ଗୋଟା ଟାଣିକି ପଛକୁ କରିଦେବି ଏଇଟା ହେଉଛି ମାଶ୍ଚର୍ଯ୍ୟତା ମୋତେ ପାର କରିକି ଯାଇପାରିବ ତ ତାକୁ ମାରିଲେ ତ ଦେଖନ୍ତୁ ଯଦି ମରିଲା ପରେ ତାର କ'ଣ ଷ୍ଟ୍ରେନ୍ଥଟା କମିଗଲା ସେଥିପାଇଁ ଆମେ ଯେତେବେଳେ ବି କାହାର ଗୋଡ଼ ଟାଣୁଛେ କି ବ୍ୟାକ୍ ବାଇଟିଂ କରୁଛେ ମାନେ ପଛରେ ତାଙ୍କ ବିଷୟରେ ଖରାପ ଜିନିଷ କହୁଛେ ସେଇଟା କେବେ କରିବା କଥା ନୁହେଁ ଯଦି କିଛି ଅସୁବିଧା ହେଉଛି ସାମ୍ନାସାମ୍ନି ଯାଇକି ତାଙ୍କୁ କହିବ ପ୍ରଭୁ ଆମର ମାନେ ଆପଣ ଏଇ ଗୁଣଟା ଦେଖିଲି ଆପଣ ଟିକେ ଦେଖନ୍ତୁ ପଛରେ ଯେଉଁ ଆମେ କଥା କହିବା ଆଗରେ ଯେମିତି କୁହନ୍ତିନି ଯେଉଁ ମାନେ ଆଗରେ ଯେଉଁ ଡୁଆଲିଟି ଦିମୁଣ୍ଡିଆ ମାନେ ଇଏ ସାପ ଆଗରେ ମୁହଁରେ ଗୋଟେ ବଢ଼ିଆ ବଢ଼ିଆ ମିଠା କଥା ପ୍ରଭୁ କି ସେବା କରୁଛନ୍ତି ଆପଣ ଆଉ ଆପଣ ତ ମାନେ ମାନେ ହନୁମାନ ସ୍ୱରୂପ ପୁରା ଆପଣଙ୍କ ମାନେ ଆଉ କି କୀର୍ତ୍ତନ କରୁଛନ୍ତି ଭଲ ପଛରେ କ'ଣ କରୁଛି ମୁଁ ଏଇଟା ସେଇଥିପାଇଁ ତ କ୍ଲାସ୍ଟା ଦିଆହେଉଛି କ୍ଲାସ୍ଟା କାହିଁ ଦିଆହେଉଛି ଆଉ ଆପଣ ଜାଣନ୍ତୁ ଜାଣିକି ଏଟାକୁ ଚେଞ୍ଜ କରିବାକୁ ଚେଷ୍ଟା କରନ୍ତୁ ଏମିତି ନାଇଁ ଆପଣ ମାନେ ଭକ୍ତ ହେଲା ଏମିତି ନାହିଁ ଏସବୁ ବି ଅଛି କିନ୍ତୁ ଯଦି କାହାର ଥିବ ବୋଲେ ଆପଣ ଜାଣିକି ଏଇଟା ସୁଧାରିବାକୁ ଚେଷ୍ଟା କରନ୍ତୁ ଆଉ ବି କାହା ଆଗରେ ଦେଖୁଛନ୍ତି ଯଦି ତାଙ୍କୁ ଯାଇକି ଏ କଥା କୁହନ୍ତୁ କେମିତି ସବୁ କରନ୍ତୁ ଖାଲି ଏମିତି ନାହିଁ ଖାଲି ମାଇକିନା ମାନଙ୍କର ମାନେ ଲେଡ଼ିଜ୍ ମାନଙ୍କର ଅଛି ଆମମାନଙ୍କର ବି ଅଛି କାହାର କେଉଁଟା ଥିବ କାହାର ମାଶ୍ଚର୍ଯ୍ୟତା ଥିବ କାହାର ଇଗୋ ଥିବ ପ୍ରାଇଡ୍ ମୁଁ ରୋଷେଇ କରୁଛି ପ୍ରଭୁ ନଥିଲେ ମୁଁ କରିଦେବି ପୁରା ରୋଷେଇ ସେଠୁ ଦିନେ ଏମିତି କରୁ ଲୁଣିଆ ହେଇଯିବ ଲୋକ କହିବେ ସବୁ ଲୁଣିଆ ଏଇ ଆମର ଏବେ ହେଲା ମାନେ ଦେଖନ୍ତୁ କ'ଣ ହେଇଛି ମୁଁ କହିବା କଥା ନିଜ ସେୟାର କରିବା କଥା ମୁଁ ଭଲ ରୋଷେଇ କରିକି ଆମର 300 350 ପିଲାଙ୍କୁ 2 ଥର ଖଣ୍ଡେ ସରସ୍ୱତୀ ପୂଜାରେ ଆଉ କ'ଣ ସେଇଟା ଫେରୱେଲରେ ଖୋଇଲି ସବୁ ପୁରା ବଢ଼ିଆ ହେଲା ସବୁ ପୁରା ଆପ୍ରିସିଏଟ୍ କଲେ ଏବେ କ'ଣ ହେଇଛି ଗୋଟେ ମ୍ୟାଡ଼ାମଙ୍କର ଜନ୍ମଦିନ ଥିଲା ସିଏ କହିଲେ ହଉ ସାର୍ ଗୋଟେ କରନ୍ତୁ କ'ଣ ଆଇଟମ୍ ଇଏ କରନ୍ତୁ ଆଉ ମୁଁ କଲି ଲୁଣିଆ ଟିକେ ହେଇଗଲା ଲୁଣିଆ ହେଇଗଲା ତ ସେମାନେ ସବୁ କହିଲେ ହଁ ସାର୍ ଲୁଣିଆ ହେଇଛି ସବୁ କହିଲେ ଆଉ ମୁଁ ଖାଲି ଡିଫେଣ୍ଡ କରୁଛି ନାଇଁ ମୋ ଲୁଣିଆ କେଉଁଠି ହେଇଛି ଲୁଣିଆ କିଛି ହେଇନି ସମେତ କହି ବସିଲେ ଏଇଠୁ କହିଲେ ହଉ ଠିକ୍ ଅଛି ଲୁଣିଆ ହେଇଛି ଆଉ ସେଇଟା ହେଉଛି କଥା ବୁଝିପାରିଲେ ନା ନାଇଁ ମାନେ ସବୁବେଳେ ଯଦି ଆପଣଙ୍କର ଇଏ ପ୍ରଶଂସାଟା ହେଇଗଲା ଆପଣଙ୍କର ପ୍ରାଇଡ଼୍ଟା ପଳେଇ ଆସିବ ସେଥିପାଇଁ ଭଗବାନ କରନ୍ତୁ ଜାଣି ଶୁଣି ଏମିତି କରିବେ ଏମିତି ତାର ପ୍ରାଇଡ଼୍ଟା କଟିବ ବୁଝିପାରିଲେ ଏ ସମସ୍ତଙ୍କର ମାନେ ଲାଇଫ୍ରେ ଏଇଟା ହୁଏ ବୁଝିପାରିଲେ ଆମେ ଶୁଣିଥିଲେ ଫାଇଦାଟା କ'ଣ ଆମର ଶୁଣିଥିଲେ କ'ଣ ଆମେ ସେ ସିଚୁଏସନ୍ଟା ଆସିଲେ ଆମେ ଜାଣିପାରିବା ହଁ ଏଇ ଜିନିଷ ଶୁଣିଥିଲେ ନାଇଁ ଆମେ ଟିକେ କୋଳି ଯିବା ବୁଝିପାରିଲେ ଆଉ ଥିଓରିଟା ନଥିବ ପ୍ରାକ୍ଟିକାଲ୍ ଆପ୍ଲିକେସନ୍ କରିପାରିବା କି ନାଇଁ ବୁଝିପାରିଲେ ତ ସେ ଏତିକି ହେଉଛି ତାପରେ ହନୁମାନ ସେଠୁ ପୁଣି ଜମ୍ପ ମାରିକି ଗଲେ ତାପରେ ଯାଇକି ଆପଣ ଜାଣିଛନ୍ତି ଲଙ୍କିନୀକୁ ମାରିଲେ ତାପରେ ଯେମିତି ଇଏ କରି ଜାଳିକି ଆସିଲେ ସିଏ ବି ବହୁତ ମାନେ ଅଛି ତାର ବି ବହୁତ ମାନେ ଶିକ୍ଷା ଅଛି କିନ୍ତୁ ଆମେ ସେତିକି ତ ଯାଉନେ ଆମେ ଏତିକି ତ ଆଜି ରହିବା ଆମେ ଜାଣିଲେ କି ଏଇ ଯେଉଁ ଜମ୍ପିଂ ଯେଉଁ ଷ୍ଟାର୍ଟ କଲେ କୂଳରୁ ସେଠିକି ପହଞ୍ଚିବା ତ ତା ଭିତରେ କେଉଁ ଅନର୍ଥ ଗୁଡ଼ା ଆସିଲା ସେ ଅନର୍ଥକୁ ଆମେ କେମିତି ଡିଲିଂସ୍ କରିବାର ଅଛି ତ ସେଇଟା ହେଉଛି କଥା ତ ଆଉ ଗୋଟେ କଥା ମନେ ରଖିଥାନ୍ତୁ କେବେ ବି ଭକ୍ତିରେ ଯେତେବେଳେ ସେବା କରିବାକୁ ଆମକୁ ଅପରଚୁନିଟି ମିଳୁଛି ଆମେ ଖୁସିରେ ଏନ୍ଥୁସିଆଜମ୍ରେ ପୁରା ଉତ୍ସାହ ସହିତ ସେବା କରିବା ଦରକାର କେବେ ବି ଟାୟାର ହେବା କଥା ନୁହଁ ହନୁମାନ ଏବେ ଯାଏଁ କମ୍ପ୍ଲେନ୍ କଲେନି ମୁଁ ଏତେ ବଡ଼ ଜମ୍ପ ମାରିକି ଆସିଲି ମୁଁ ଥକିଗଲିଣି ମୁଁ ଟିକେ ବସିଯାଏ ନା ସେ ଗଲେ ଠାବ କଲେ କେତେ କଷ୍ଟରେ ତାଙ୍କୁ ଗୀତ ଗାଇକି ଯେଉଁ ଶୁଣିଥିବେ ନା ଜନନୀ ହମ୍ ରାମଦୂତ ହନୁମାନ ସେ ଗୀତ ସେ ଶୁଣିଛନ୍ତି ନା ନାଇଁ ସେଟା ତାଙ୍କୁ ମୁଦି ଦେଲେ ତାଙ୍କୁ ସବୁ କହିଲେ ରାମ ଏମିତି କରୁଛନ୍ତି ତମ ପାଇଁ ପ୍ଲାନ୍ କରୁଛନ୍ତି ତାପରେ ଯାଇକି ପୁଣି ଲଙ୍କା ଏଠି ଗୋଟେ ଭଲ ଜିନିଷ ଶିଖିବା କଥା ଲଙ୍କାରେ ନିଆଁ ଲଗାଇବା ପାଇଁ କହିନଥିଲେ କିଏ ରାମ ଖାଲି କହିଲେ କ'ଣ ଯାଇକି ସୀତାଙ୍କୁ ଠାବ କରି ଆଣ କିନ୍ତୁ ହନୁମାନ ଲଙ୍କାରେ ବି କ'ଣ କଲେ ନିଆଁ ଲଗାଇ ଦେଇ ପଳେଇ ଆଇଲେ
तापर आंकु आंकु गोटे दुटा पुओ को मारदेले से जो रावणकर आउ केते काकु पिटी पाटी से पूरा अशोक बाटिका को ध्वंस कर पळाइले कहीं होचंती जो कले सी होचंती देखो भक्त तीन क्लास 3 टाइप माने 3 प्रकार भक्त थांती 3टा क्लास 3टा कैटेगरी रो प्रथम कैटेगरी माने जे जहा कहिबा आगुरु माने माने भगवान की सीनियर माने जो आमर कोन भगवान किछि कहिबा आगुरु से जाई कि से तांग मन कथा बुझी गिरी जाई गिरी एक्स्ट्रा जिंस करी आसीबे बुझ पाल सेकंड भक्त के जति कुआइछि सेति की ठीक से करी आसीबो थर्ड कैटेगरी भक्त कोन जति कुआइछि ताको भी करिबेन ठीक से हला तो ये होचंदी फर्स्ट कैटेगरी भक्त गले सीता थाब गले ता काम सइला पळि आसिया कथा ना रावण को चेतावनी देले तांको शक्ति प्रदर्शन कले तापरे लंका फाइटिंग करी लंका रे माने कोन निया लगे दे आइले आपण जो एबे जो आमे जीवानी अयोध्या जीवा सेठी गोटे अछि चित्रकूट जीवा आमे सेठी अछि हनुमान धारा गोटे हनुमान धारा बोली जगह अच्छी सेठी कौन होइछि ना जब हनुमान लंका करे निया लगे पळे आइले पूरा रागी थिले आसिक रामचंद्र को कहले राम प्रभु मु माने रागटा कंट्रोल करि पारनी मु एते रागी अछि मु कोन करिवि हेडू रामचंद्र कोन कले ना तीरटे माइले गोटे पहाड़ को सेठी झरनाटे बहिला कहले ता तळे जाई बस आ से पानी जो कहते जो मधुर पानी पूरा मधुर पानी हम पीछु जबरदस्त पानी हनुमान धारा आप गले एथरे गले से प्लान अच्छी आप देखिए बुझिपारे हनुमान धारा तो हनुमान ये आम शिक्षा दरकार माने आम फर्स्ट क्लास भक्त हवा दरकार कहवा आगुर आम मुड बुझिकी जाइकी सेवा करी एक्सट्रा सेवा करके आसवा धर कहते आमको यहाँ माने झाड़ू करिया झाड़ू भी करदे पोछा भी लगेदेवा आ सब जा ठीक से रखिदेवा से एक्सट्रा फर्स्ट क्लास भक्त आ झाड़ू कही खाली झाड़ू करदे सेकेंड क्लास थर्ड क्लास कौन झाड़ू कही झाड़ू भी ठीक से करवानी बुझिपारे तो से आमको कौ कैटेगरी भक्त हबार अच्छी माताजी प्रथम हाँ तो हाँ तो आम कौ कैटेगरी आम जाचे निज भितर क्या कुछ कह पड़ोनी आम कौ कैटेगरी आम निजे जाचु तो प्रथम कैटेगरी हाँपाई चेष्टा करवा बुझिपारे सहीटा आउ तो अनेक कथा अच्छी मन मान लाइफ आम शिखिपर किंतु एतिक जिनस आम भक्त माने आज शुणिकी विराम करवा यदि क्या किसी माने त्रुटि हो किसी खराब लगी तो मत क्षमा करेंगे छोट पिला भाविकी क्षमा करदे ओके हरे कृष्णा जय श्री राम जय हनुमान जय बजरंगबली हरि बोल आ किसी कौन हाँ प्रश्न यदि किसी अच्छी कार एक्चुअली आमर ये पर किसी प्रश्न उत्तर सेशन थाए कार किसी पचार अच्छी किसी कौन बुझिपारे कौन नाई आपण मान तो भक्त 3 वर्ष है शुणी हाँ मन थी मन रही तो एथर माताजी मान क्लास रखा हे हाँ कौन कहीपर 3 वर्ष आप शुणिले नहीं आप लेक्चर दिया ना एमती ना आपको आम करूँ आम आपको ओडिया लेक्चर किसी बाछिकी देवु आज ये टॉपिक आप देवे ओडिया लेक्चर आम यूट्यूब पठेदेवु आप शुणी नोट बन आज कहे है तो से तो हाँ सिंपल सिंपल टॉपिक दो हरे कृष्ण हरे हरे गाइबे हाँ प्रसाद ने हाँ गाऊना हो प्रसाद नवा हाँ आम प्रसाद नौ माताजी गीत गाइबे हाँ हाँ भल अच्छे